सुस्वागतम पिलाମାନେ ଆଜିର ଭିଡ଼ିଓରେ ଆମେ ସପ୍ତମ ଶ୍ରେଣୀ ବିଜ୍ଞାନ ସପ୍ତଦଶ ଅଧ୍ୟାୟ ଆବର୍ଜନାର ପରିଚାଳନା ବିଷୟରେ ଆଲୋଚନା କରିବା। ତୁମେ ବିଭିନ୍ନ ପ୍ରକାର ଆବର୍ଜନା ବିଷୟରେ ପୂର୍ବରୁ ଜାଣିଛ, ମାନେ କ'ଣ? ତୁମେ ବିଭିନ୍ନ ପ୍ରକାର ଆବର୍ଜନା ବିଷୟରେ ଆଗରୁ ଛୋଟ ଶ୍ରେଣୀରେ ପଢ଼ି ଆସିଅଛ। ଆବର୍ଜନା ସାଧାରଣତଃ ତିନି ପ୍ରକାର। ଗୋଟିଏ ଆବର୍ଜନା କ'ଣ ଥାଏ ନା ତିନି ପ୍ରକାର। ସାଧାରଣତଃ ଆବର୍ଜନାଟା କ'ଣ ଥାଏ ନା ତିନି ପ୍ରକାର ଥାଏ। ସେଗୁଡ଼ିକ ମଧ୍ୟରେ ଗ୍ୟାସୀୟ, କଠିନ, ତରଳ। ଆମେ କ'ଣ କରୁଥାଉ ନା ତିନି ପ୍ରକାର ଆବର୍ଜନା ଆମେ ସାଧାରଣତଃ ଜାଣିଥାଉ। ଗୋଟେ ହେଲା ଗ୍ୟାସୀୟ, କଠିନ ଆଉ ତରଳ। ଗ୍ୟାସୀୟ ଆବର୍ଜନା ଗାଡ଼ି ମଟର, କାରଖାନା ଇତ୍ୟାଦି ବାହାରେ। ଗ୍ୟାସୀୟ ଆବର୍ଜନା କ'ଣ ହୁଏ ନା ଗାଡ଼ି ମଟରରୁ, କଳକାରଖାନାରୁ ଇତ୍ୟାଦିରୁ ବାହାରିଥାଏ। ଏହା ବାୟୁ ପ୍ରଦୂଷଣ କରିଥାଏ। ଏଇ ଯେଉଁ ଗ୍ୟାସୀୟ ଆବର୍ଜନା ଅଛି ସେଇଟା ବାୟୁ ପ୍ରଦୂଷଣ କରିଥାଏ। ବିଭିନ୍ନ ପ୍ରକାର ଗୃହ ଉପକରଣ ଯଥା ହାଣ୍ଡି, ମାଠିଆ, କାଚ, ପ୍ଲାଷ୍ଟିକରେ ତିଆରି ଜିନିଷପତ୍ର, ବିଭିନ୍ନ ଅବ୍ୟବହୃତ ଯନ୍ତ୍ରାଂଶ, କୋଠାବାଡ଼ିରେ ନିର୍ମିତ ପଦାର୍ଥ ବିଭିନ୍ନ ସ୍ଥାନରେ ପକାଇ ଦେଉ। ଏହା ହେଉଛି କଠିନ ଆବର୍ଜନା ସୃଷ୍ଟି। ତାପରେ ଆମେ କ'ଣ କରିଥାଉ ନା ବିଭିନ୍ନ ପ୍ରକାର ଆବର୍ଜନା ଯେମିତିକି ଆମର ଗୃହ ଉପକରଣ ଜିନିଷ ଯେମିତିକି ହାଣ୍ଡି, ମାଠିଆ, କାଚ, ପ୍ଲାଷ୍ଟିକରେ ତିଆରି ଜିନିଷପତ୍ର, ବିଭିନ୍ନ ଅବ୍ୟବହୃତ ଯନ୍ତ୍ରାଂଶ, କୋଠାବାଡ଼ି ନିର୍ମାଣ ପଦାର୍ଥ ବିଭିନ୍ନ ସ୍ଥାନରେ ଆମେ କ'ଣ କରିଥାଉ ନା ପକାଇ ଦେଇଥାଉ। ସେଇଗୁଡ଼ିକ ହେଉଛି ଆମର କଠିନ ଆବର୍ଜନା। ଆମେ କଠିନ ଆବର୍ଜନା ଓ ଗ୍ୟାସୀୟ ଆବର୍ଜନା ବିଷୟରେ ଆଗରୁ ପଢ଼ିଛେ। ଆମେ କ'ଣ କରିଛେ ନା ଆମର ଭିଡ଼ିଓ ମାନଙ୍କରେ ଆମେ କଠିନ ଆବର୍ଜନା ଆଉ ଗ୍ୟାସୀୟ ଆବର୍ଜନା ବିଷୟରେ ଜାଣିଛେ। ତୁମେ 5ଟି ଧଳା କାଚ ଶିଶି ନିଅ। ଏବେ କ'ଣ କରିବ ନା ତୁମେ 5ଟି ଧଳା କାଚ ଶିଶି ନେଇପାରିବ। ଇଞ୍ଜେକ୍ସନ୍ ଶିଶି କିମ୍ବା ହୋମିଓପାଥିକ ଔଷଧ ଶିଶି ନେଇପାର। ଯେଉଁଥିରେ ଆମର ଇଞ୍ଜେକ୍ସନ୍ କିମ୍ବା ହୋମିଓପାଥିକ ଔଷଧରେ ଯେଉଁ ଶିଶି ଅଛି ସେ ଶିଶିକୁ ତୁମେ ବ୍ୟବହାର କରିପାର। ଗାଧୁଆ ଜଳ, ବାସନ ଧୁଆ ଜଳ, ନାଳ ଜଳ, ଘର ଧୁଆ ଜଳରୁ କିଛି ଅଂଶ ଆଣି ଧଳା କାଚ ଶିଶିରେ ରଖ। ସେଇ ଯେଉଁ 5ଟା ଶିଶି ନେଇଥିବ ସେଇଥିରେ ତୁମର ଗାଧୁଆ ଜଳ, ବାସନ ଧୁଆ ଜଳ, ନଳାର ତୁମର ଜଳ, ଘର ଧୁଆ ଜଳ କିଛି କିଛି ଆଣିକି ସେଇ କାଚର ଯେଉଁ ଶିଶି ଥିବ ସେଥିରେ ରଖିବା। କେଉଁ ଶିଶିରେ କେଉଁ ଜଳ ରଖିଲ ଜାଣିବା ପାଇଁ ଛୋଟ ଛୋଟ କାଗଜରେ ଲେଖି ଶିଶିରେ ଲଗାଅ। କେଉଁ ଶିଶିରେ ତୁମେ କେଉଁ ପ୍ରକାର ଜଳ ନେଇଛ ସେଇଟା ଜାଣିବା ପାଇଁ ତୁମେ କ'ଣ କରିବ ନା ଛୋଟ ଛୋଟ କାଗଜରେ ଶିଶିମାନଙ୍କରେ ଲେଖିକି ରଖିବ। କିଛି ସମୟ ରଖିବା ପରେ ଶିଶିରେ ଥିବା ଜଳକୁ ଲକ୍ଷ୍ୟ କର। କିଛି ସମୟ ପରେ ତୁମେ ଯଦି ଶିଶିରେ ସେ ଜଳଟା ରଖିଦେବ ତାପରେ ତୁମେ କ'ଣ ଦେଖୁଛ ଲକ୍ଷ୍ୟ କରିବ। ପ୍ରତ୍ୟେକ ଶିଶିରେ ଥିବା ଜଳର ରଙ୍ଗ ଏକାପରି କି? ଯେଉଁ ତୁମେ 5ଟି ଶିଶି ନେଇଛ ପ୍ରତ୍ୟେକ ଶିଶିର ରଙ୍ଗଟା ସମାନ ଅଛି କି ନାହିଁ ସେଇଟା ଲକ୍ଷ୍ୟ କରିବ। ଏହାର ଗନ୍ଧ ହେଉଛି କି? ସେଇ ଯେଉଁ ଶିଶିରେ ଯେଉଁ ଜଳ ନେଇଛ ସେଇଟା ଗନ୍ଧ ହେଉଛି କି ପରୀକ୍ଷା କରିବ। ଶିଶି ତଳେ କିଛି ବସିଛି କି? ଏହି ପଦାର୍ଥ କ'ଣ ଥାଇପାରେ? ତାପରେ ଯେଉଁ ଶିଶିରେ ତୁମେ ଜଳ ନେଇଛ ସେ ଶିଶିର ତଳରେ କିଛି ବସିଛି କି? ସେଇଟା ସବୁ କ'ଣ ହେଇପାରେ ତୁମେ ଲକ୍ଷ୍ୟ କରିବ। ଏହିସବୁ ପ୍ରକାର ଜଳକୁ ଆମେ ବିଶୁଦ୍ଧ ଜଳ କହିପାରିବା କି? ଏହି ଯେଉଁ 5ଟା ଶିଶିରେ ତୁମେ ଜଳ ନେଇଛ ତାକୁ ବିଶୁଦ୍ଧ ଜଳ କହିପାରିବା କି? ଏହି ଜଳକୁ ଆମେ ଦୂଷିତ ଜଳ କହିବା। ଏହିସବୁ ଯେଉଁ ଜଳ ଅଛି ଯେଉଁ 5ଟା ଶିଶିରେ ନେଇଛ ସେସବୁ ଜଳକୁ କେଉଁ ଜଳ କୁହାଯାଏ? ଦୂଷିତ ଜଳ। ଯେମିତିକି ଗୋଟେ ଗାଧୁଆ ଜଳ, ବାସନ ଧୁଆ ଜଳ, ନଳାର ଜଳ, ଘର ଧୁଆର ଜଳ ସେଇଟା ଗୋଟେ ଦୂଷିତ ଜଳ। ତୁମେ କେବେ ଚିନ୍ତା କରିଛ କି ଏହି ଅପରିଷ୍କାର ଜଳ ସବୁ କୁଆଡ଼େ ଯାଏ? ତୁମେ କେତେବେଳେ ବି ଚିନ୍ତା କରିଛ କି ଏଇ ଯେଉଁ ଅପରିଷ୍କାର ଜଳ ଅଛି ସେଇଟା କୁଆଡ଼େ ଯାଇଥାଏ? କ'ଣ ହୁଏ? ସେଇ ଯେଉଁ ଅପରିଷ୍କାର ଜଳଟା କ'ଣ ହୋଇଥାଏ? ଏହି ଜଳକୁ ଆମେ ନଷ୍ଟ କରିଦେବା ଉଚିତ କି? ଏହି ଯେଉଁ ଜଳ ବାହାରୁଛି ତାକୁ ଆମେ ନଷ୍ଟ କରିବା ଉଚିତ କି ନୁହେଁ? ଏହି ଜଳରେ ମିଶିଥିବା ବର୍ଜ୍ୟବସ୍ତୁକୁ ନିଷ୍କାସନ କରି ପରିଷ୍କାର କରିବା ପରେ ବ୍ୟବହାର କରିବା ଉଚିତ କି? ଏହିସବୁ ଯେଉଁ ଜଳ ଅଛି ତାକୁ ଯେଉଁ ବର୍ଜ୍ୟବସ୍ତୁ ମିଶିଛି ତାକୁ ନିଷ୍କାସନ କରି ପରିଷ୍କାର କରିବା ପରେ ବ୍ୟବହାର କରିବା ଉଚିତ କି? ବିଶୁଦ୍ଧ ଜଳ। ଆମେ ସମସ୍ତେ ବିଶୁଦ୍ଧ ଜଳକୁ ପାନୀୟ ଜଳ ରୂପେ ବ୍ୟବହାର କରୁ। ଆମେ କ'ଣ କରିଥାଉ ନା ଯେତେ ଆମର ବିଶୁଦ୍ଧ ଜଳ ଅଛି ତାକୁ ଆମେ ପିଇବାରେ ବା ପାନୀୟ ରୂପରେ ବ୍ୟବହାର କରିଥାଉ। ବିଶୁଦ୍ଧ ଜଳର ଅନ୍ୟ 3ଗୋଟି ବ୍ୟବହାର ଲେଖ। ତା ଛଡ଼ା ଯେଉଁ ବିଶୁଦ୍ଧ ଜଳ ଅଛି ତା'ର 3ଟା ବ୍ୟବହାର ଲେଖ। ଗବେଷଣାରୁ ଜଣାଯାଇଛି ଯେ ପୃଥିବୀରେ କୋଟି କୋଟି ଲୋକ ପିଇବା ଯୋଗ୍ୟ ବିଶୁଦ୍ଧ ଜଳ ଟିକେ ପାଇବାକୁ ପାଇନାହାନ୍ତି। ଗୋଟେ ଗବେଷଣାରୁ ଜଣାପଡ଼ିଛି କି ନା ଆମ ପୃଥିବୀରେ କ'ଣ ହେଇଛି ନା ବହୁତ କୋଟି କୋଟି ଲୋକ ଅଛନ୍ତି ଯେଉଁମାନେ ପିଇବା ପାଇଁ ବା ପିଇବା ଯୋଗ୍ୟ ବିଶୁଦ୍ଧ ଜଳ ପାଇବାକୁ ପାଉନାହାନ୍ତି। ଦୂଷିତ ଜଳ ବ୍ୟବହାର କରି ଲୋକମାନେ ଜଳବାହିତ ରୋଗ ଦ୍ୱାରା ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରନ୍ତି। ସେଇ ଯେଉଁ ଦୂଷିତ ଜଳକୁ ବ୍ୟବହାର କରିକି ଲୋକମାନେ କ'ଣ କରନ୍ତି ନା ବିଭିନ୍ନ ପ୍ରକାର ଜଳବାହିତ ମାନେ ଜଳ ଦ୍ୱାରା ହେଉଥିବା ରୋଗ ଦ୍ୱାରା ସେମାନେ ଆକ୍ରାନ୍ତ ହୋଇକି ମୃତ୍ୟୁବରଣ କରନ୍ତି। ତୁମେ ଆଗରୁ ପଢ଼ିଛ ଝିଅ ଓ ସ୍ତ୍ରୀ ଲୋକମାନେ ପାନୀୟ ଜଳ ଆଣିବା ପାଇଁ ଅନେକ ବାଟ ଚାଲି ଚାଲି ଯାଆନ୍ତି। ତୁମେ ଆଗରୁ ବି ପଢ଼ିଛ ଯେମିତିକି ଝିଅମାନେ ଓ ସ୍ତ୍ରୀ ଲୋକମାନେ କ'ଣ କରନ୍ତି ନା ପାନୀୟ ଜଳ ଆଣିବା ପାଇଁ ବହୁତ କିଲୋମିଟର ଚାଲିକି ସେମାନେ ପାନୀୟ ଜଳ ଆଣିଥାନ୍ତି। ସତରେ ଏହାର କେତେ ଚିନ୍ତା ବିଷୟ? ସତେ ଏହା କେତେ ଚିନ୍ତାର ବିଷୟ।
ବିଶୁଦ୍ଧ ଜଳର ଆବଶ୍ୟକତାକୁ ଅନୁଭବ କରିବା ଦିଗରେ ଜନସାଧାରଣ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ 2005 ମସିହା ମାର୍ଚ୍ଚ 22 ତାରିଖରୁ ଆମେ ବିଶ୍ୱ ଜଳ ଦିବସ ରୂପରେ ପାଳନ କରୁଛେ। ଆମେ କେଉଁ ତାରିଖକୁ ବିଶ୍ୱ ଜଳ ରୂପରେ ପାଳନ କରୁଛେ? ଆମେ 2005 ମସିହା ମାର୍ଚ୍ଚ ମାସ 22 ତାରିଖକୁ ଆମେ କ'ଣ କରୁଛେ ନା ବିଶ୍ୱ ଜଳ ଦିବସ ରୂପରେ ପାଳନ କରୁଛେ। କାହିଁକି ନା ବିଶୁଦ୍ଧ ଜଳର ଆବଶ୍ୟକତାକୁ ଅନୁଭବ କରି ଜନସାଧାରଣ ମଧ୍ୟରେ ସଚେତନ ସୃଷ୍ଟି କରିବା। ଜାତିସଂଘ ସାଧାରଣ ପରିଷଦ ଘୋଷଣା କରାଯାଇଛି ଯେ ଦଶାବ୍ଦୀ 2005-2015 କୁ ଆନ୍ତର୍ଜାତିକ ସ୍ତରରେ ଜୀବନ ପାଇଁ ଜଳ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ତାପରେ ଆମର ଯେଉଁ ଆନ୍ତର୍ଜାତିକ ସଂଗଠନ ଅଛି ଜାତିସଂଘର ସାଧାରଣ ପରିଷଦରେ ଗୋଟେ ଘୋଷଣା କରାଯାଇଛି କି ଯେଉଁ ଦଶାବ୍ଦୀ 2005-2015କୁ ଆନ୍ତର୍ଜାତିକ ସ୍ତରରେ ଜୀବନ ପାଇଁ ଜଳ ରୂପରେ କ'ଣ ହେଇଛି ପାଳନ କରିବା ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସମସ୍ତଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାର ଏହାର ପ୍ରକଳ୍ପର ଉଦ୍ଦେଶ୍ୟ। ଏଇ ଯେଉଁ ଆମର ଜାତିସଂଘ ଦ୍ୱାରା ଯେଉଁ ତିଆରି କରାହେଇଛି ଜଳ ପାଇଁ ଜୀବନ କାର୍ଯ୍ୟକ୍ରମ, ସେଇଟା ଆମ ସମସ୍ତଙ୍କୁ କେମିତି ବିଶୁଦ୍ଧ ଜଳ ଯୋଗାଇ ଦିଆଯିବ ସେ ବିଷୟରେ ଗୋଟିଏ ପ୍ରକଳ୍ପ। ତରଳ ଆବର୍ଜନା କାରକ ଗୁଡ଼ିକ ଜଳ ସହିତ ମିଶି ଏହାକୁ ଦୂଷିତ କରିଥାଏ। ଯେଉଁ ସବୁ ଆମ ତରଳ ଆବର୍ଜନା ଅଛି ସେଗୁଡ଼ିକ କ'ଣ କରିଥାଏ ନା ଜଳ ସହିତ ମିଶିକି ତାକୁ ଦୂଷିତ କରିଥାଏ। ବିଭିନ୍ନ କାରଣରୁ ଜଳ ପ୍ରଦୂଷଣ ହୋଇଥାଏ। ତା ଛଡ଼ା କ'ଣ ହୋଇଥାଏ ନା ବିଭିନ୍ନ ପ୍ରକାର କାରଣ ଅଛି। ସେହି କାରଣ ଯୋଗୁଁ ଜଳର ପ୍ରଦୂଷଣଟା ବହୁତ ମାତ୍ରାରେ ହୋଇଥାଏ। ଯେମିତି ଶିଳ୍ପଜନିତ, କୃଷି ସମ୍ପର୍କିତ, ଗୃହ କାର୍ଯ୍ୟ ଜନିତ। ତାପରେ ଆମର କ'ଣ ଅଛି ନା ବିଭିନ୍ନ ପ୍ରକାର ଜଳ ପ୍ରଦୂଷଣ ଭିତରେ ଶିଳ୍ପଜନିତ ମାନେ କଳକାରଖାନା ଜନିତ, କୃଷି ସମ୍ପର୍କିତ କୃଷି ଦ୍ୱାରା ଦୂଷିତ, ଗୃହ କାର୍ଯ୍ୟ ଜନିତ ଗୃହ କାର୍ଯ୍ୟ ଦ୍ୱାରା ବି ଆମର ଜଳଟା ଦୂଷିତ ହୋଇଥାଏ। ଜଳକୁ ବିଶୁଦ୍ଧ କରିବାର ଅର୍ଥ ଜଳକୁ ବ୍ୟବହାର କରିବା ପୂର୍ବରୁ ସେଥିରେ ମିଶିଥିବା ସମସ୍ତ ଆବର୍ଜନାକୁ ନିଷ୍କାସନ କରିବା। ଜଳକୁ ଯଦି ଆମେ ବିଶୁଦ୍ଧ କରିବା ତାର ଅର୍ଥ କ'ଣ? ଜଳରେ ଯେଉଁ ବ୍ୟବହାର ହେଉଛି ବା ପୂର୍ବରୁ ଯେଉଁ ମିଶିଛି ସେଇ ତାକୁ ଆବର୍ଜନାକୁ ଆମେ କ'ଣ କରିବା ନା ନିଷ୍କାସନ କରିବା। ତାକୁ କ'ଣ କୁହାଯାଏ? ଜଳକୁ ବିଶୁଦ୍ଧ କରିବା। ଅପଚୟିତ ଜଳର ଏହି ପ୍ରକ୍ରିୟାକୁ ଜଳ ଆବର୍ଜନା ଉପଚାର କୁହାଯାଏ। ଯେଉଁ ଆମର ଅପଚୟିତ ଜଳ ଅଛି ଏହି ପ୍ରକ୍ରିୟାକୁ ଆମେ କ'ଣ କହିବା? ଜଳର ଆବର୍ଜନାର ଉପଚାର କହିକି କହିବା। ଏହି ପ୍ରକ୍ରିୟା ପର୍ଯ୍ୟାୟକ୍ରମେ ହୋଇଥାଏ। ଏହି ଯେଉଁ ଆମର ଜଳ ଆବର୍ଜନାର ଉପଚାର କ'ଣ ହୋଇଥାଏ ନା ବିଭିନ୍ନ ପ୍ରକାର ପର୍ଯ୍ୟାୟରେ ବିଭିନ୍ନ ପ୍ରକାର ପ୍ରକ୍ରିୟାରେ ହୋଇଥାଏ। ଆବର୍ଜନା ମିଶ୍ରିତ ଜଳ। ଘର ନାଳରେ ବହି ଯାଉଥିବା ଜଳ, ସହର ପାଇଖାନା ବା ଗାଧୁଆ ଘରରୁ ବାହାରୁଥିବା ମଇଳା ଜଳ, ଡାକ୍ତରଖାନାର ନାଳରୁ ବାହାରୁଥିବା ମଇଳା ଜଳ, ତୁମ ବିଦ୍ୟାଳୟ ନାଳରୁ ବାହାରୁଥିବା ମଇଳା ଜଳ, ରାସ୍ତାର ଦୁଇ ପାଖରେ ଥିବା ନାଳର ଜଳ, ବର୍ଷା ଦ୍ୱାରା ଧୋଇ ଯାଉଥିବା ଜଳ, ବର୍ଷା ଫଳରେ ଛାତରୁ ବହି ଆସୁଥିବା ଜଳକୁ ତୁମେ ଲକ୍ଷ୍ୟ କରିଛ କି? ମାନେ ଏଠାରେ କ'ଣ ହେଇଛି ନା ବିଭିନ୍ନ ପ୍ରକାର ଜଳ ବିଷୟରେ କହିଛି। ଯେମିତିକି ତୁମର ଘରର ନାଳରୁ ଯେଉଁ ତୁମର ଜଳ ବାହାରୁଛି, ସହର ପାଇଖାନା ବା ଗାଧୁଆ ଘରରୁ ଯେଉଁ ମଇଳା ଜଳ ବାହାରୁଛି, ଡାକ୍ତରଖାନା ନାଳରୁ ଯେଉଁ ମଇଳା ଜଳ ବାହାରୁଛି, ତୁମ ବିଦ୍ୟାଳୟ ନାଳରୁ ଯେଉଁ ମଇଳା ଜଳ ବାହାରୁଛି, ରାସ୍ତାର ଦୁଇ ପାଖରେ ଯେଉଁ ତୁମର ନାଳ ଅଛି ସେତାର ଜଳ, ବର୍ଷା ଦ୍ୱାରା ଧୋଇ ଯାଉଥିବା ଜଳ, ଆଉ ବର୍ଷା ଫଳରେ ଛାତରୁ ଯେଉଁ ବହି ଆସୁଥିବା ଜଳକୁ ତୁମେ ଦେଖିଛ କି? ଏହିସବୁ ଜଳରେ ଅନେକ ଆବର୍ଜନା ମିଶିଥାଏ। ଏହି ଯେଉଁ ଜଳ ଅଛି ସେଥିରେ ବହୁତ ପ୍ରକାର ଆବର୍ଜନା ମିଶିକି ରହିଥାଏ। ଏହି ଆବର୍ଜନା ମିଶା ଜଳକୁ ଅପଚୟିତ ଜଳ କୁହାଯାଏ। ଏହି ଯେଉଁ ଆମେ ଆବର୍ଜନା ମିଶା ଜଳ ବିଷୟରେ ଆଲୋଚନା କଲେ ଏହିସବୁ ଜଳକୁ କ'ଣ କୁହାଯାଏ? ଅପଚୟିତ ଜଳ କହିକି କୁହାଯାଏ। ଅପଚୟିତ ଜଳରେ କି ଆବର୍ଜନା ସବୁ ଭାସୁଥିବ ତୁମ ସାଙ୍ଗ ଓ ଶିକ୍ଷକମାନଙ୍କ ସହିତ ଆଲୋଚନା କରି ଲେଖ। ତା ଛଡ଼ା ଯେଉଁ ଅପଚୟିତ ଜଳ ଅଛି ସେଥିରେ କେଉଁ ଆବର୍ଜନା ଭାସୁଥିବ ସେଇଟା ତୁମ ସାଙ୍ଗମାନଙ୍କ ସାଙ୍ଗରେ ଆଉ ଶିକ୍ଷକଙ୍କ ସହିତ ଆଲୋଚନା କରିକି ଲେଖିବ। ଅପଚୟିତ ଜଳରେ କେତେକ ଦୂଷିତ ପଦାର୍ଥ ଦ୍ରବୀଭୂତ ହୋଇଥାଏ ଓ କେତେକ ଭାସୁଥାଏ। ତା ଛଡ଼ା କ'ଣ ହୋଇଥାଏ? ଯେଉଁ ଅପଚୟିତ ଜଳ ଅଛି ସେଥିରେ କେତେକ ଦୂଷିତ ପଦାର୍ଥ ଦ୍ରବୀଭୂତ ହୋଇକି ରହିଥାଏ ଆଉ କେତେକ କ'ଣ ହୋଇଥାଏ ନା ତା ଉପରେ ଭାସୁଥାଏ। ସେଥିରେ କିଛି ହାନିକାରକ ଜୈବିକ ଓ ଅଜୈବିକ ପଦାର୍ଥ ରହିଥାଏ। ସେଇ ଯେଉଁ ଅପଚୟିତ ଜଳ ଅଛି ସେଥିରେ ବହୁତ କିଛି ହାନିକାରକ ଜୈବିକ ଆଉ ଅଜୈବିକ ପଦାର୍ଥ ରହିକି ଥାଏ। ରୋଗ ସୃଷ୍ଟି କରୁଥିବା କେତେକ ବୀଜାଣୁ ଏବଂ ଅନ୍ୟାନ୍ୟ କେତେକ ଅଣୁଜୀବ ମଧ୍ୟ ସେଥିରେ ଥାନ୍ତି। ତା ଛଡ଼ା ଯେଉଁ ଅପଚୟିତ ଜଳରେ କ'ଣ ଥାଏ ନା ରୋଗ ସୃଷ୍ଟି କରୁଥିବା ବିଭିନ୍ନ ପ୍ରକାର ବୀଜାଣୁ ଆଉ ଅନ୍ୟାନ୍ୟ କେତେକ ଅଣୁଜୀବ ମଧ୍ୟ ସେଇ ଯେଉଁ ଅପଚୟିତ ଜଳ ସେଥିରେ ଥାଏ। ଅପଚୟିତ ଜଳରେ କେତେକ ପଦାର୍ଥର ଉଦାହରଣ ତଳେ ଦିଆଯାଇଛି। ଏହି ଯେଉଁ ଅପଚୟିତ ଜଳରେ ମିଶିକି ଥିବା କେତେଟା ପଦାର୍ଥର ଉଦାହରଣ କ'ଣ ହେଇଛି ନା ତଳେ ଦିଆହେଇଛି। ପ୍ରଥମେ ଦିଆହେଇଛି ଜୈବିକ ପଦାର୍ଥ। ମନୁଷ୍ୟର ମଳ, ପଶୁପକ୍ଷୀଙ୍କ ମଇଳା, ଅପରିଷ୍କାର ତୈଳ ଜାତୀୟ ପଦାର୍ଥ, ପଲିଥିନ୍, ପୋକମରା ଔଷଧ ପତ୍ର, ପରିବାପତ୍ରର ଚୋପା ଇତ୍ୟାଦି। ଜୈବିକ ପଦାର୍ଥ ଭିତରେ ଆମେ ଯଦି ଦେଖିବା ତାହେଲେ ମନୁଷ୍ୟର ମଳ, ପଶୁପକ୍ଷୀଙ୍କ ମଇଳା, ଅପରିଷ୍କାର ତୈଳ ଜାତୀୟ ପଦାର୍ଥ, ପଲିଥିନ୍, ପୋକମରା ଔଷଧ, ପରିବାପତ୍ର ଚୋପା ଇତ୍ୟାଦି ଗୋଟେ ଜୈବିକ ପଦାର୍ଥ। ଅଜୈବିକ ପଦାର୍ଥ ମାଟି, ଗୋଡ଼ି, ପାଉଁଶ, ଭଙ୍ଗା କାଚ ଇତ୍ୟାଦି ଗୋଟେ ଅଜୈବିକ ପଦାର୍ଥ।
पोषक नाइट्रोजेन फस्फरस पोटासियम आदि धातु यौगिकरू प्रस्तुत सार सेटा होची पोषक जेमतिक आम नाइट्रोजेन फस्फरस पोटासियम आदि धातुर यौगिकरू प्रस्तुत सार जोटा कि चाष काम व्यवहार कराए। बीजाणु हईजा और आंथ्राक्स सृष्टि करथवा बीजाणु बीजाणु भितर तुम रही है हईजा और आंथ्राक्स सृष्टि करथवा विभिन्न प्रकार बीजाणु। सारणी 17.1 रे अपचयित जलर आवर्जना प्रदूषणकारी उपादान सर्वेक्षण करा जायछि। आवर्जना प्रकार आवर्जनार उत्स प्रदूषणकारी उपादान विभिन्न प्रकार उपादान अच्छे से उपादान गुड़िक तुम शिक्षकों सहित आलोचना करके लिखे जमी आवर्जना प्रकार विभिन्न प्रकार आवर्जना अच्छे जमी आम पढ़ले घर नाड़ी में बही जाऊा जल से आवर्जनार उत्स कौन आमर घर पानी प्रदूषणकारी उपादान कौन पशुपक्षी मैला अपरिष्कार तैल पदार्थ पॉलिथिन परिबा चोपा। 2 नंबर जदि आम देखा सहर पाइखाना और गाधुआ घर बाहर मैला जल से आवर्जनार उत्स कौन होता है आमर सहरर विभिन्न सहर रोकवा लोक मैंने सहर में गाधिकी फोपाड़ुवा अपरिष्कार जल को आम आवर्जनार उत्स कह। प्रदूषणकारी उपादान कौन रटी गोड़ी मनुष्यर मल अपरिष्कार जातीय पदार्थ इत्यादि। तापर अच्छी आ गोटे तुम कम तुम पाखे देती तुम घर विद्यालय आखपाख थिबा जल निष्कासन व्यवस्था को बुलिकी देख। तापर तुम कौन करना तुम घर विद्यालय और आखपाखे थिबा जल जो निष्कासन अच्छी तार व्यवस्था को बुलिकी देख। जल किपरि घरे व्यवहार पर जाऊँगी एवं घरर अपरिष्कार जल क्यों बाट दे जाऊँगी बाहर को जाऊँगी लक्ष्य कर। तुमर जल किपरि व्यवहार करा जाउछि तथा जो घरर जो अपरिष्कार जल अच्छी सेटा क्यों बाट दे जाऊँगी सेटा तुम लक्ष्य कर। गोटे खोला नल को लक्ष्य कर केबे कौन कर ना गोटे तुम घरे जो अच्छी तुम विद्यालय आखपाख अंचल गोटे खोला नल को लक्ष्य कर देखिए से कि जीव अच्छी से कौन करना क्यों क्यों प्रकार जीव अच्छी सेटा को लक्ष्य कर। घर अपरिष्कार जल निष्कासन होता पथ रेखांकित पथ द्वारा दर्शा तुम जो घर जो जल निष्कासित होछि से पथ को तुम कौन बाट बा पथ को तुम रेखा माध्यम दर्शाइब। निजे रोहुतबा अंचल किंबा कॉलोनी साही जल निष्कासन व्यवस्था लक्ष्य कर। तुम जो अंचल रोच से अंचलर बा कर्ता कॉलोनी बा साही जल किपरि निष्कासन होछि तार व्यवस्था को तुम लक्ष्य कर। जदि तुम्हें साही कॉलोनी रे जल निष्कासन पर व्यवस्था नहीं तेबे देख प्रत्येक घर बाहर अपरिष्कार जल क्योंठिकी जाऊँगी। जदि तुमर कौन जो साही बा कॉलोनी रे कौन जल निष्कासन पर कौन व्यवस्था नहीं तेबे देखिब कि प्रत्येक घर जो अपरिष्कार जल होछि सेटा जाउछि केउठी। जल निष्कासन सुव्यवस्था घर लोक पड़ोशी मान साहाय्य नि एवं कौन करना जो जल निष्कासन होछि तार किपरि भाव में सुव्यवस्था कर घर लोक और पड़ोशी मान सहित साहाय्य नेब। बगीचा को बा सेकपिट को जाई नाला को परिष्कार रखा कह। जो तुम बगीचा किंबा तुम सेकपिट को जो जाइथिबा नाला को तुम कौन करना परिष्कार रखापी घर लोक को कह। अलिया आवर्जना को पोड़ारे लोक को साहाय्य कर। ता छड़ा जो तुम आखापाखे जो अलिया आवर्जना अच्छी ताकू जो पोतबारे कौन ना लोक मान साहाय्य कर। विद्यालय हाथ में कौन खालुआ जगह थिले पानी जमीबा संभावना थाए से जगह माटी बाली पकाई समतल कर और परिष्कार रख। एवं कौन करना तुम विद्यालय जो हतारे बगीचारे जो खालुआ अंचल जो खालुआ जगह अच्छी जो तुम खाली जो जगह तुम पानी जमीबा संभावना अच्छी सेटा अच्छी से जगह तुम कौन करना माटी और बाली पकाई समतल कर परिष्कार रखिब। विद्यालय रे तुम्हें तुमर श्रेणी और उपर श्रेणी पिला शिक्षकों सहायता मिसी सेप्टिक तैयारी कर। ता छड़ा तुम कौन करना तुम विद्यालय श्रेणी पिला तथा उपर श्रेणी पिला सहित मिसी कौन करना शिक्षकों सहायता समस्ते मिसी जल निष्कासन सेप्टिक तैयारी कर। विद्यालय छात्र पड़ुवा वर्षा पानी को एपरी बही जाई नष्ट होगाकू न दे संचय कर रख। ता छड़ा कौन करना विद्यालय छात्र जो तुम वर्षा पानी पड़ुछि एपरी जमती बहीकी जमती नष्ट न देकी तुम कौन करना ताको संचय करके रखिब। दिया जाइथिबा चित्र को देख। एवं जो चित्र देखिए 17.1 ताको लक्ष्य कर। जमती गोटेटा घर कौन है पानी पाइप बाहरी और कौन है गोटे सेप्टिक रे संरक्षित करके संग्रहित करके जल को रखाई। एपरी हिसाब से तुम भी निज घरे बा विद्यालय आखपाख अंचल तुम कर। विद्यालय हाथ में गछ लगाओ से जमुवा पानी को व्यवहार कर। जो तुम विद्यालय बगीचा अच्छी हतारे तुम कौन कर ना गछ लगे पार और से जो जमुची पानी ताकू भी तुम व्यवहार कर। दूषित जलर उपचार। दूषित जल को व्यवहार योग्य करने कौन कौन सब कराए से विषय शिक्षक पिला को भाग भाग करके सूचना देवे। एवं कौन करवा ना दूषित जल को आम किपरि व्यवहार करें से विषय तुम्हें जाना।
ପିଲାମାନେ ସୂଚନା ଅନୁଯାୟୀ କାମ କରିବେ ଓ ପର୍ଯ୍ୟବେକ୍ଷଣ କରି ନିଜ ଖାତାରେ ଲେଖିବେ। ସେଇ ଯେଉଁ ତୁମେ ଦୂଷିତ ଜଳର ବ୍ୟବହାର କଲ ସେଟାକୁ ତୁମେ କ'ଣ କରିବ ନା କାର୍ଯ୍ୟ ସୂଚନା ଅନୁସାରେ କାମ କରିବ ଆଉ ପର୍ଯ୍ୟବେକ୍ଷଣ କରି ଖାତାରେ ଲେଖିବ। ଯେମିତି ଆମେ ଦୂଷିତ ଜଳକୁ କ'ଣ କରିପାରିବା, ଆମେ ନିଜ ବଗିଚାରେ ଦେଇପାରିବା, ତା ପାଇଁ ଗୋଟେ ସେପ୍ଟିକ୍ ବନ୍ ତିଆରି କରିକି ସେଟାକୁ ସଂରକ୍ଷିତ କରି ରଖିପାରିବା। ଏଗୁଡ଼ିକୁ ତୁମେ ଖାତାରେ ଲେଖିବ। ଗୋଟିଏ ବଡ଼ କାଚ ଜାରରେ ଅଧାରୁ ଅଧିକ ପାଣି ନିଅ। ଏବେ କ'ଣ କରିବ ନା ଗୋଟେ ବଡ଼ କାଚ ଜାରରେ କ'ଣ କରିବ ନା ଅଧାରୁ ଅଧିକ ଜଳ ନେବ। ସେଥିରେ କିଛି ଘାସ, କମଳା ଚୋପା, ସର୍ଫ ଗୁଣ୍ଡ, କାଲି, ଅଳତା 2 ଟୋପା ମିଶାଅ। ସେଥିରେ କ'ଣ କରିବ ନା ସେଇ ଯେଉଁ କାଚ ଜାରରେ ଯେଉଁ ତୁମେ କ'ଣ କରିଛ ପାଣି ନେଇଛ ସେଥିରେ କିଛି ଘାସ ଦେବ, କମଳା ଚୋପା ଦେବ, ସର୍ଫ ଗୁଣ୍ଡ ଦେବ, କାଲି, ଅଳିତା 2 ଟୋପା ତୁମେ ମିଶାଇ ଦେବ। କାଚର ମୁହଁ ବନ୍ଦ କରି ଜୋରରେ ହଲାଇ ଦିଅ। ତାପରେ କ'ଣ କରିବ ନା ସେ କାଚର ମୁହଁକୁ ବନ୍ଦ କରିଦେବ ଆଉ ତାକୁ ଜୋରରେ ହଲାଇ ଦେବ। ଏହି ଜାରକୁ ଖରାରେ 2 ଦିନ ରଖିଦିଅ। ଏହି ଯେଉଁ ଜାର୍ ତୁମେ ତିଆରି କଲ ତାକୁ ତୁମେ କ'ଣ କରିବ ନା 2 ଦିନ ରଖିଦେବ। 2 ଦିନ ପରେ ପୁନର୍ବାର କାଚକୁ ହଲାଅ। ସେଥିରୁ କିଛି ମିଶ୍ରଣ ଆଣି କାଚ ନଳୀରେ ରଖ। ତାପରେ କ'ଣ କରିବ ନା 2 ଦିନ ପରେ ପୁନର୍ବାର ତାକୁ ହଲାଇବ। ସେଥିରୁ କିଛି ମିଶ୍ରଣ ଆଣିକି ତୁମର କାଚ ନଳୀରେ ରଖିବ। ତା'ର ଗନ୍ଧ କିପରି ଶୁଙ୍ଘି ଖାତାରେ ଲେଖ। ତା'ର ଗନ୍ଧ କିପରି ଅଛି ତାକୁ ତୁମେ କ'ଣ କରିବ ଶୁଙ୍ଘିକି ନିଜ ଖାତାରେ ଲେଖିବ। ଏହି କାଚ ନଳୀର ନାମ କ ଦିଅ। ସେଇ ଯେଉଁ ତୁମେ କାଚ ନଳୀରେ ଯେଉଁ ରଖିଛ ସେ ତା'ର ନାମ ଦେବ କ। କାଗଜରେ କ ଲେଖି ତା ଉପରେ ଲଗାଅ। ସେଇ ଯେଉଁ କାଚ ନଳୀରେ ତୁମେ କ ଲେଖିକି କାଗଜରେ ତା ଉପରେ ଲଗାଇ ଦେବ। ଏହି ମିଶ୍ରଣକୁ ବାରମ୍ବାର ଘାଟିବା ପାଇଁ କାଚ ପାତ୍ରରେ ଗୋଟେ ପତଳା ଓ ସରୁ କାଚ ରଡ଼୍ ବା ସରୁ କାଠି ସାହାଯ୍ୟରେ ତାକୁ ବାରମ୍ବାର ଘାଣ୍ଟ। ଏହିପରି ଗୋଟେ ରାତି ରଖିଦିଅ। ଏହି ଯେଉଁ ମିଶ୍ରଣ ତୁମେ ତିଆରି କରିଛ ତାକୁ ବାରମ୍ବାର ଘାଟିବ। ଆଉ ଘାଟିବା ପାଇଁ ତୁମେ କ'ଣ କରିବ ନା ଗୋଟେ ପତଳା ସରୁ କାଚ ରଡ଼୍ ନେଇକି ବା ସରୁ କାଠି ସାହାଯ୍ୟରେ ତାକୁ ବାରମ୍ବାର ଘାଣ୍ଟି ଏପରି ତାକୁ ଗୋଟେ ରାତି ରଖିଦେବ। ତା ପରଦିନ ସେଥିରେ କିଛି ମିଶ୍ରଣ ଆଣି ଦ୍ୱିତୀୟ କାଚ ନଳୀରେ ରଖ। ତାର ପରଦିନ କ'ଣ ନା କିଛି ମିଶ୍ରଣ ଆଣିକି ତୁମେ କ'ଣ କରିବ ଦ୍ୱିତୀୟ କାଚ ନଳୀରେ ରଖିଦେବ। ଏହାର ପୂର୍ବପରି ନାମକରଣ ଖ କର। ଏହି ଯେଉଁ କାଚ ନଳୀର ନାମ ଖ କହିକି ଲେଖିବ। ଫେନେଲ୍ଟି ନେଇ ତା ଭିତରେ ପରିଶ୍ରବଣ ଫିଲ୍ଟର ପେପର କାଗଜକୁ ଭାଙ୍ଗି ପେନେଲ ଉପରେ ରଖାଅ। ଏବେ କ'ଣ ନେବ ନା ଗୋଟେ ଫେନେଲ୍ ନେଇକି ତା ଭିତରେ ଗୋଟେ ପରିଶ୍ରବଣ ବା ଫିଲ୍ଟର ପେପର ନେଇକି ସେ କାଗଜକୁ ଭାଙ୍ଗି ଫେନେଲ୍ରେ ଲଗାଇଦେବ। ଏହାକୁ କାଚ ବିକରରେ ରଖିଦିଅ। ସେଇ ଯେଉଁ ଫେନେଲ୍କୁ କ'ଣ କରିବ ନା କାଚ ବିକର ଉପରେ ରଖିଦେବ। ଚିତ୍ର 17.2ରେ ଦିଆଯାଇଥିବା ପରି ଫେନେଲ୍ ଭିତରେ ସରୁ ବାଲି, ଛୋଟ ଗୋଡ଼ି ଓ ଉପରେ ବଡ଼ ଗୋଡ଼ି ରଖ। ଏବେ ଦେଖ ଚିତ୍ର ନମ୍ବର 17.2। ସେଥିରେ କ'ଣ ହେଇଛି ଯେମିତି ଆମର ସେଠିରେ କ'ଣ କରାହେଇଛି ନା ଫେନେଲ୍ଟି ନେଇକି ତା ଭିତରେ ପରିଶ୍ରବଣ ପେପର ବା ଫିଲ୍ଟର ପେପରକୁ ଢାଙ୍କି ଗୋଟେ ଫେନେଲ୍ ତିଆରି କରାହେଇଛି। ଏହାକୁ କାଚ ବିକରରେ ତା ଉପରେ କ'ଣ କରିବ ନା ଯେମିତି ସେଥିରେ ଦିଆହେଇଛି ସେଥିରେ ରଖିଦେବ। ତାପରେ ଫେନେଲ୍ ଉପରେ ସରୁ ବାଲି, ଛୋଟ ଗୋଟି ଉପରକୁ ବଡ଼ ଗୋଟି ତା ଉପରେ ରଖିବ। କାଚ ନଳୀ ଖ ରଖି ସାରିବା ପରେ ଯେଉଁ ମିଶ୍ରଣ ବଳିଲା ସେହି ମିଶ୍ରଣକୁ ଫେନେଲ୍ ଭିତରେ ଢାଳ। ଏବେ କ'ଣ କରିବ ନା କାଚ ନଳୀ ଖକୁ ରଖି ସାରିଲା ପରେ ଯେଉଁ ମିଶ୍ରଣ ବଳିଲା ତାକୁ ମିଶ୍ରଣକୁ କ'ଣ କରିବ ନା ଫେନେଲ୍ ଭିତରେ ଢାଳିଦେବ। ଢାଳିବା ସମୟରେ ସତର୍କତା ଅବଲମ୍ବନ କରିବା ଯେପରି ପରିଶ୍ରବଣ କାଗଜ ଉପରକୁ ଦ୍ରବଣ ଉଠି ନଯାଏ। ଯେବେ ଯେଉଁ ଢାଳିବା ସେ ଭିତରେ କ'ଣ କରିବା ନା ଆମେ ସତର୍କତା ଅବଲମ୍ବନ କରିବା ଯେମିତିକି ଯେଉଁ ସବୁ ଆମର ପରିଶ୍ରବଣ କାଗଜ ଅଛି ଯେମିତି ସେଇଟା ଉପରକୁ ନ ଉଠିଯାଏ। ପରିଷ୍କାର ଜଳ ପାଇବା ପାଇଁ ଏହି ପ୍ରକ୍ରିୟାକୁ 2-3 କର। ଏହି ଯେଉଁ ଆମେ ପରିଷ୍କାର ଜଳ ପାଇବା ସେଥିପାଇଁ ଆମେ କ'ଣ କରିବା ନା ଏହି ପ୍ରକ୍ରିୟାକୁ 2-3 ଥର କରିବା। ଏହି ଉପାୟରେ ଛଣା ଯାଇଥିବା ପରିଷ୍କାର ଜଳକୁ ଆଉ 2ଟି କାଚ ନଳୀ ତା'ର ନାମ ଗ ଆଉ ଘ ବୋଲି କାଗଜରେ ଲେଖି କାଚ ନଳୀରେ ଲଗାଅ। ଏହି ଯେଉଁ ଉପାୟରେ ଯେଉଁ ଆମେ ଛଣା ହେଇଛେ ପରିଷ୍କାର ଜଳକୁ ଆମେ କ'ଣ କରିବା ନା ଆଉ 2ଟା କାଚ ନଳୀ ନେବା ଗ ଆଉ ଘ କହିକି ଆଉ ତାକୁ ସେଇ କାଚ ନଳୀରେ ଲଗାଇବା। ଘ କାଚ ନଳୀରେ ନେଇଥିବା ଜଳ ଭିତରେ ଗୋଟେ କ୍ଲୋରିନ୍ ବଟିକା ପକାଇବା। ତାପରେ କ'ଣ କରିବା ନା ଯେଉଁ ଘ କାଚ ନଳୀ ଅଛି ସେଥିରେ ଯେଉଁ ଆମେ ନେଇଛେ ଜଳ ଭିତରେ ଗୋଟେ କ୍ଲୋରିନ୍ ବଟିକା ପକାଇଦେବା। ଭଲ କରି ମିଶିବା ପର୍ଯ୍ୟନ୍ତ ହଲାଅ। ସେଟାକୁ କ'ଣ କରିବା ନା ଭଲ କରି ମିଶିବା ପର୍ଯ୍ୟନ୍ତ ତାକୁ ହଲାଇବା। 4ଟି କାଚ ନଳୀ କ ଖ ଗ ଘରେ ଥିବା ଜଳକୁ ଭଲ କରି ପର୍ଯ୍ୟବେକ୍ଷଣ କର। ସେଇ ଯେଉଁ ଆମେ 4ଟି କାଚ ନଳୀରେ ଆମେ କ'ଣ କରିଛେ ନା କ ଖ ଗ ଘ ଲେଖିଛେ ସେଇ ଜଳକୁ ଆମେ ଭଲ କରି ପର୍ଯ୍ୟବେକ୍ଷଣ କରିବା। ଶୁଙ୍ଘିକି ଦେଖିବା। ତାପରେ ତଳ ଲିଖିତ ପ୍ରଶ୍ନର ଉତ୍ତର ଦେବା। ତାପରେ କ'ଣ କରିବା ନା ଏଇ ଯେଉଁ ତଳେ ଦେଇଛି ତା'ର ପ୍ରଶ୍ନର ଉତ୍ତର ଦେବା। କ ଖ କାଚ ନଳୀରେ ଥିବା ଜଳର କି ପରିବର୍ତ୍ତନ ହେଉଛି? କିଛି ପରିବର୍ତ୍ତନ ହେବ ନା। କ ଖ କାଚ ନଳୀରେ ଥିବା ଜଳରେ ଗନ୍ଧର କିଛି ପରିବର୍ତ୍ତନ ଅନୁଭବ କରୁଛ କି? ନା। ପରିଶ୍ରବଣ କାଗଜରେ କ'ଣ କ'ଣ ସବୁ ରହିଲା? ବାଲି, ଗୋଟି, ଆବର୍ଜନା ଗୁଡ଼ିକ ସବୁ ରହିବ। କ୍ଲୋରିନ୍ ବଟିକା ପକାଇବା ପରେ ଦ୍ରବଣର ରଙ୍ଗ କୌଣସି ପରିବର୍ତ୍ତନ ହେଲା କି? ହେବ, ନିଶ୍ଚୟ ହେବ। କ୍ଲୋରିନ୍ର କୌଣସି ଗନ୍ଧ ଅଛି କି? ଏହି ଗନ୍ଧ ଅପରିଷ୍କାର ଜଳର ଗନ୍ଧ ମଧ୍ୟରୁ କେଉଁଟି ବିରକ୍ତିକର ଲେଖ। ସବୁଠୁ କ୍ଲୋରିନ୍ର ଗୋଟେ ଗନ୍ଧ ଅଛି ଆଉ ସେଇ ଯେଉଁ ଗନ୍ଧଟା ତୁମେ ଆମେ ବାରିପାରିବାନି। ଆଉ ଯେଉଁ ଅପରିଷ୍କାର ଜଳ ଅଛି ସେଇଟା ପୁରା ଗନ୍ଧେଇବ ଆଉ ଯେଉଁ ଗନ୍ଧ ତୁମେ ଆଗରୁ ବାରି ପାରିଥିଲ ସେଠାରୁ ଅତ୍ୟନ୍ତ ବିରକ୍ତିକର ରହିବ।
परिवेश को परिष्कार परिच्छन्न कर रखिबा आमर कर्तव्य। आमर जो परिवेश अच्छे आम ये परिवेश रोचे ताकू सब बेले परिष्कार परिच्छन्न रखाटा आमर कर्तव्य। साधारणतः मनुष्य मान ही अधिक आवर्जना सृष्टि करती। साधारणतः कौन होता है ना मनुष्य मैंने ही सबुठ अधिक आवर्जना सृष्टि करते किंतु आम चेष्टा कले आम द्वारा सृष्टि होता विभिन्न प्रकार आवर्जना परिमाण को कमी पार किंतु जदि आम चेष्टा करिबा ताहेले आम द्वारा जो सृष्टि होची विभिन्न प्रकार आवर्जना को कम करि परिबा। नलारू बाहरुवा दुर्गंध अत्यंत विरक्तिकर। जो तुम नला अच्छी तुम जान शुंगी से शुंगी जो नला अच्छी नलारू जो दुर्गंध बाहर से सबुठ विरक्तिकर। वर्षा दिने खोला नला अधिक पानी पशिबा द्वारा नलार आवर्जना सब रास्ता उपरे जमी हो जाए। जिते तुम्हें आम कौन होता ना वर्षा दिन जदि आम जो नलाटा खोला अच्छी अधिक पानी बहवा फल कौन हुए से नलार आवर्जना सब रास्ता उपरे जमा हो जाए तेणु रास्तार चलवा कष्टकर हो जाए। तेज कौन होता है आम से जो रास्तार चलवा सेटा आम कष्टकर हो पड़े परिवेश अस्वास्थ्यकर हो पड़े। ता छड़ा आम आखआखर जो परिवेश थाए सेटा अस्वास्थ्यकर हो पड़े कारण मशा माछी अन्य जीवाणु एठारे वंश विस्तार करती कारण ये जो मैला जल कौन हुए ना मशा माछी अन्य जीवाणु सब माने बढ़ी था वंश विस्तार करती। जड़े सचेतन और उत्तम नागरिक हिसाब से तुम्हें पौर परिषद कर्मकर्ता खबर दे नला रास्ता संपूर्ण परिवेश को परिष्कार और विशोधन करने व्यवस्था करवा उचित। आम कौन करवा ना जड़े गोटे सचेतन और उत्तम नागरिक हिसाब से आमर जो पौर परिषद कर्मकर्ता मान को खबर देकी आमर नला रास्ता और संपूर्ण परिवेश को परिष्कार और परिच्छन्न व विशोधन करने व्यवस्था उचित। ग्राम पंचायत सरपंच को अनुरोध करी खोला नाल गुड़िक घोड़ाई बंद करवा उचित। जदि तुम मैंने गोटे ग्राम पंचायत रोच ताहले से तार ग्राम पंचायत मुख्य किए सरपंच को अनुरोध करी से जो नाल गुड़िक अच्छी घोड़ाई बंद करदेवार आवश्यक। तुमर पड़ोशी मान भर कहारी जदि नला भर्ती हो जाए दुर्गंध बाहर थाए तेज से सचेतन कर। जदि तुम कौन पाखर लोक बा पड़ोशी जदि नलाटा कौन अच्छी ना भर्ती हो जाए दुर्गंध बाहर तेज तुम कौन करना से सचेतन कर। यूकालिपटास गछ नाल नर्दमा पाखरे लगाइबा उचित। आम कौन करवा कथा ना जो आम यूकालिपटास गछ अच्छी विभिन्न प्रकार नाल नर्दमा पाखरे जगाइबा बा लगाइबा उचित कारण यह सबुठार अधिक परिमाण अपरिष्कार जल अति शीघ्र शोषण करें एवं परिष्कार बाष्प वायुमंडल को छाड़ी थाए। यही जो यूकालिपटास गछ अच्छी सेटा कौन होता है ना अधिक परिमाण अपरिष्कार जल अति शीघ्र शोषण करें एवं परिष्कार बाष्प वायुमंडल को छाड़ी थाए। आवर्जना निष्कासन उत्तम माध्यम। आवर्जना जो आम निष्कासन करुचे तार माध्यम कौन नलारे अदरकारी तेल जातीय पदार्थ तेल घी इत्यादि पकाइब नहीं। नलारे आम कौन करवा ना अदरकारी जो अच्छे आमर तेल जातीय पदार्थ जमती आमर तेल घी बेसी पकाइबा नहीं। यह माटी रे जल शोषण कर बाधा सृष्टि करते। ये जो आवर्जना थाए ना सेटा माटी को शोषण करिकी माटीर जो जल को शोषण करिबारे बाधा सृष्टि करता कि तेल जातीय पदार्थ माटीर उपर स्तर में लगी था। ये जो तेल अच्छे से माटीर उपर स्तर में लगिकी रही था। गाड़ी तेल पोकमरा औषध विभिन्न प्रकार रंग इत्यादि को नाल रे पकाओ नहीं। ता छड़ा जो गाड़ी तेल है पोकमरा औषध है विभिन्न प्रकार रंग है यहाँ को नाल रे केतेबेले भी पकाइब नहीं। यह अनेक अणुजीव को मारिदिए। यही जो आम रंग अच्छी यहाँ बहुत प्रकार अणुजीव को कौन होता है ना मारी दे थाए। जो मैंने जल को परिष्कार रखिबारे साहाय्य करती जो अणुजीव मैंने कौन करती ना जल को परिष्कार रखिबारे साहाय्य करिथांती। घरे व्यवहार करथुवा पॉलिथीन छिंडाकना तुला भंगा कंडे इत्यादि नाଳରେ न पकाई डस्टबिन रे पकाइब। ता छड़ा तुम घर जो व्यवहार कर पॉलिथीन छिंडाकना तुला भंगा कंडे इत्यादि को तुम नाଳରେ न पकाई कौन कर ना डस्टबिन रे पकाइब। नाଳରେ पकाइले नाळ बंद हो जाए। यही जो पदार्थ जो तुम नाଳରେ पकाइब ताहेले नाळटा कौन हो ना बंद हो। सहजरे माटी मिसी जाउथुवा पदार्थ सबुज रंग माटी न मिसिथुवा पदार्थ लाल रंगर डस्टबिन उभय घरे और विद्यालय व्यवहार करिवो। सहजरे जो पदार्थ कौन होछि ना माटी मिसी जाउछि सेटा हमर सबुज रंगरे जेमति कि हमर घास और माटी सहजरे मिसु नथिबा पदार्थ जेमति कि हमर प्लास्टिक ताकू आमे लाल रंगर डस्टबिन उभय घरे और विद्यालय व्यवहार करिवो। पाइखानार व्यवहार परिमल व्यवस्था उन्नति पाई समस्ते स्वच्छ पाइखाना मलत्याग करवा उचित। जो आमर परिमलर व्यवस्था उन्नति पाई आमे कौन करवा ना समस्ते स्वच्छ पाइखानार मलत्याग करवाटा उचित। एथिपाई समस्ते को सचेतन करवा आवश्यक। एथिपाई कौन ना आमे समस्त को सचेतन करवा यथासंभव ग्रामांचल मध्य समस्ते पाइखाना करवा उचित। जिते दूर संभव आम ग्रामांचल भी मध्य आमे कौन करवा ना समस्ते पाइखानार व्यवहार करवा। घरे पाइखाना नथिले खोला जगार मलत्याग
ପରେ ବାଲି କିମ୍ବା ମାଟି ଘୋଡ଼ାଇ ଦେବା ଉଚିତ। ଯଦି ଆମର ଘରେ ପାଇଖାନା ନାହିଁ ତାହେଲେ ଯଦି ଆମେ ଖୋଲା ଜାଗାରେ ମଳତ୍ୟାଗ କରୁଛେ ସେତେବେଳେ ତା ଉପରେ ଆମେ କ'ଣ ବାଲି କିମ୍ବା ମାଟି ଘୋଡ଼ାଇ ଦେବା ଉଚିତ। ବାଡ଼ିରେ ଗାତ ଖୋଲି ଘର ଓ କୂଅଠାରୁ ଦୂରରେ ବରପାଲି ପାଇଖାନା ତିଆରି କରିବା ଏବଂ ତା ଚାରିପଟେ ବାଡ଼ ଦେଇଦେବା। ଯଦି ଆମେ ବାଡ଼ିରେ ଗାତ ଖୋଲିକି ଘର ଆଉ କୂଅଠାରୁ ଦୂରରେ ରଖି ଆମର ବରପାଲି ପାଇଖାନା ତିଆରି କରିବା ଓ ତା ଚାରିପଟରେ ବାଡ଼ ଦେଇକି ରଖିବା। ଗାତଟି ଭର୍ତ୍ତି ହୋଇଗଲେ ବରପାଲିକୁ ଉଠାଇ ତା ଜାଗାରେ ଅନ୍ୟ ଏକ ଜାଗା ପକାଇଦେବା। ଯେତେବେଳେ ଆମର ଗାତଟା ଭର୍ତ୍ତି ହୋଇଯିବ ସେତେବେଳେ ଆମର ସେ ଯେଉଁ ବରପାଲି ଅଛି ତାକୁ କ'ଣ କରିବା ନା ଉଠାଇକି ଅନ୍ୟ ଜାଗାରେ ନେଇକି ପକାଇଦେବା। ଆଜିକାଲି ସ୍ୱେଚ୍ଛାସେବୀ ସଂଗଠନ ଗୁଡ଼ିକ ପ୍ରତି ଗାଁରେ ମଳର ନିରାପଦ ନିଷ୍କାସନ ପାଇଁ ସେପ୍ଟିକ୍ ଟାଙ୍କି କରି ଜଳମୁଦ ପାଇଖାନା ତିଆରି କରିଛନ୍ତି। ଆଜିକାଲି କ'ଣ ହେଉଛି ନା ବିଭିନ୍ନ ପ୍ରକାର ସ୍ୱେଚ୍ଛାସେବୀ ସଂଗଠନ ପ୍ରତି ଗାଁରେ ମଳ ଯେଉଁ ଅଛି ତା ନିରାପଦ ନିଷ୍କାସନ ପାଇଁ ସେପ୍ଟିକ୍ ଟାଙ୍କି ସହରମାନଙ୍କରେ ଏଇଟା ସବୁ ଥାଏ ତାକୁ ତିଆରି କରିକିରି ଜଳମୁଦ ପାଇଖାନା ସେ ତିଆରି କରିଛନ୍ତି। ନିଷ୍କାସିତ ମଳକୁ ପାଇପ୍ ସାହାଯ୍ୟରେ ବାୟୋଗ୍ୟାସ୍ ପ୍ଲାଣ୍ଟ ସହ ସଂଯୁକ୍ତ କରି ସେଥିରୁ ବିଦ୍ୟୁତ୍ ଶକ୍ତି ତାପଶକ୍ତି ଉତ୍ପନ୍ନରେ ବ୍ୟବହାର କରୁଛନ୍ତି। ଏହି ଯେଉଁ ନିଷ୍କାସିତ ମଳକୁ କ'ଣ କରୁଛନ୍ତି ନା ପାଇପ୍ ସାହାଯ୍ୟରେ ବାୟୋଗ୍ୟାସ୍ ପ୍ଲାଣ୍ଟ ସହିତ ସଂଯୁକ୍ତ କରିକି ସେମାନେ ବିଦ୍ୟୁତ୍ ଶକ୍ତି ତାପଶକ୍ତି ଉତ୍ପନ୍ନ କରିକି ବ୍ୟବହାର କରୁଛନ୍ତି। ସର୍ବସାଧାରଣ ସ୍ଥାନରେ ପରିମଳ ବ୍ୟବସ୍ଥା। ଆମ ଅଞ୍ଚଳରେ ଅନେକ କେତେଗୁଡ଼ିଏ ପର୍ବପର୍ବାଣୀ ଓ ମେଳା ଉତ୍ସବ ପାଳନ କରାଯାଏ। ଆମର ଅଞ୍ଚଳରେ କ'ଣ ହୁଏ ନା ଅନେକ ଗୁଡ଼ାଏ ପର୍ବପର୍ବାଣୀ ଆଉ ମେଳା ମହୋତ୍ସବ କ'ଣ ହୋଇଥାଏ ନା ପାଳିତ ହୋଇଥାଏ। ସେଠାରେ ଲୋକ ରୁଣ୍ଡ ହୁଅନ୍ତି। ସେଇ ଯେଉଁ ମେଳାରେ କ'ଣ ହୁଏ ନା ବହୁତ ସବୁ ଲୋକ ରୁଣ୍ଡ ହୋଇଥାନ୍ତି। ସେହିପରି ହାଟ ବଜାର ରେଲୱେ ଷ୍ଟେସନ ବସ୍ଷ୍ଟାଣ୍ଡ ଡାକ୍ତରଖାନା ବିମାନ ଘାଟିରେ ଅନେକ ଲୋକ ଭିଡ଼ ଜମାନ୍ତି। ସେହିପରି ଆମେ ଯଦି ଦେଖିବା ତାହେଲେ ଆମର ରେଲୱେ ଷ୍ଟେସନ ହାଟ ବଜାର ବସ୍ଷ୍ଟାଣ୍ଡ ଡାକ୍ତରଖାନା ବିମାନ ଘାଟିରେ ବହୁତ ଲୋକ ଜମା ହୁଅନ୍ତି। ଏସବୁ ଜାଗାକୁ ପ୍ରତିଦିନ ହଜାର ହଜାର ଲୋକ ଯାତ୍ରା କରନ୍ତି। ଏହିସବୁ ଜାଗାକୁ କ'ଣ ହୁଏ ନା ପ୍ରତିଦିନ ହଜାର ହଜାର ଲୋକ ସେଠାରେ ଗୋଟେ ଜାଗାରୁ ଅନ୍ୟ ଜାଗାକୁ ସେମାନେ ଯାତାୟାତ କରିଥାନ୍ତି। ତେଣୁ ଏଠାରେ ଅଧିକ ପରିମାଣ ଆବର୍ଜନା ସୃଷ୍ଟି ହୁଏ। ତେଣୁ ଏହିସବୁ ଜାଗାରେ କ'ଣ ହୁଏ ନା ବହୁତ ପରିମାଣର ଆବର୍ଜନା ସୃଷ୍ଟି ହୋଇଥାଏ। ଏସବୁ ଉପଯୁକ୍ତ ନିଷ୍କାସନ ବିଶୋଧନ ଏକାନ୍ତ ଆବଶ୍ୟକ। ସେଥିପାଇଁ ଏହିସବୁ ଜାଗାରେ କ'ଣ ଉପଯୁକ୍ତ ନିଷ୍କାସନ ଆଉ ତାର ବିଶୋଧନଟା ଦରକାର। ଏହା ନ କଲେ ଚାରିଆଡ଼େ ମହାମାରୀ ବ୍ୟାପି ଯିବାର ଅନେକ ସମ୍ଭାବନା ଅଛି। ଯଦି ଆମେ ଏମିତି ନ କରିବା ତାହେଲେ ଚାରିଆଡ଼େ କ'ଣ ମହାମାରୀ ବ୍ୟାପି ଯିବାର ବହୁତ ସମ୍ଭାବନା ରହିଛି। ସରକାରଙ୍କ ତରଫରୁ ପରିମଳ ବ୍ୟବସ୍ଥା ପାଇଁ ଅନେକ ନିୟମ ଥିଲେ ମଧ୍ୟ ଲୋକମାନେ ମାନନ୍ତି ନାହିଁ। ସରକାରଙ୍କ ତରଫରୁ କ'ଣ ହୋଇଛି ନା ବହୁତ ସବୁ ପରିମଳ ବ୍ୟବସ୍ଥା ଅଛି ମାତ୍ର ଲୋକମାନେ ମାନୁନାହାନ୍ତି। ଆମେ ସମସ୍ତେ ଏଥିପ୍ରତି ଦୃଷ୍ଟି ଦେବା ଆବଶ୍ୟକ। ଆମେ ସମସ୍ତେ କ'ଣ କରିବା ନା ଏଥିପାଇଁ ଦୃଷ୍ଟି ଦେବାର ଆବଶ୍ୟକ। ନିଜେ ସଚେତନ ହେବା ସହିତ ଅନ୍ୟମାନଙ୍କୁ ମଧ୍ୟ ସଚେତନ କରିବା। ଆମେ ନିଜେ ସଚେତନ ହେବା ଆଉ ଅନ୍ୟମାନଙ୍କୁ ବି ସଚେତନ କରିବା। ପ୍ରତି ବିଦ୍ୟାଳୟରେ ପୁଅ ଝିଅଙ୍କର ପାଇଁ ଅଲଗା ଅଲଗା ପାଇଖାନା ଓ ପରିସ୍ରାଗାର ରହିବା ଉଚିତ। ପ୍ରତି ବିଦ୍ୟାଳୟରେ କ'ଣ ନା ପୁଅ ଆଉ ଝିଅମାନଙ୍କ ପାଇଁ ଅଲଗା ଅଲଗା ପାଇଖାନା ଆଉ ପରିସ୍ରାଗାରଟା ରହିବା ନିହାତି ଦରକାର। ଆଜିକାଲି ବଡ଼ ବଡ଼ ସହରରେ ଭ୍ରାମ୍ୟମାଣ ପାଇଖାନା ତିଆରି ହୋଇଛି। ଯଦି ଆମେ ଆଜିକାଲି ବଡ଼ ବଡ଼ ସହରକୁ ଦେଖିବା ସେଠିରେ ଭ୍ରାମ୍ୟମାଣ ପାଇଖାନା ତିଆରି ହୋଇଯାକୁ ଗୋଟେ ଜାଗାରୁ ଅନ୍ୟ ଜାଗାକୁ ନିଆଯାଇପାରିବ। ସେଥିରେ ଚକ ଲାଗିଥାଏ। ସେଥିରେ କ'ଣ ହୋଇଥାଏ ଚକ ଲାଗିଥାଏ। ବଜାର ହାଟ ମେଳା ଉତ୍ସବ ହେଉଥିବା ସ୍ଥାନରେ ଭ୍ରାମ୍ୟମାଣ ପାଇଖାନା ବା ପରିସ୍ରାଗାର ରଖା ହେବା ଦ୍ୱାରା ଲୋକେ ଏଣେତେଣେ ପରିସ୍ରା ବା ମଳତ୍ୟାଗ ନ କରି ଏହାକୁ ବ୍ୟବହାର କଲେ ପରିବେଶକୁ ପରିଷ୍କାର ରଖିବେ। ଲୋକମାନେ କ'ଣ କରିବେ ନା ସେଇ ଯେଉଁ ବଜାର ହାଟ ମେଳା ମହୋତ୍ସବରେ ସେମାନେ ଭ୍ରାମ୍ୟମାଣ ପାଇଖାନା ବା ପରିସ୍ରାଗାର ରଖାଯିବା ଫଳରେ ଲୋକମାନେ ଏଣେତେଣେ ପରିସ୍ରା ବା ମଳତ୍ୟାଗ ନ କରିକି ଏହାକୁ ବ୍ୟବହାର କରିକି ସେମାନେ ପରିବେଶକୁ ପରିଷ୍କାର ରଖିହେବ। ଏହା ଭର୍ତ୍ତି ହୋଇଗଲେ ଗାଡ଼ିଟି ଯାଇ ଉପଯୁକ୍ତ ସ୍ଥାନରେ ନିଷ୍କାସନ କରିଦିଏ। ଏହା ଯେତେବେଳେ ଭର୍ତ୍ତି ହୋଇଯିବ ଯେଉଁ ଭ୍ରାମ୍ୟମାଣ ପାଇଖାନା ଅଛି ସେଇଟା କ'ଣ ହେବ ନା ଗାଡ଼ିଟି ଯାଇକି ଉପଯୁକ୍ତ ସ୍ଥାନରେ ତାକୁ ନିଷ୍କାସନ କରିଦେବ। ଆମ ପରିବେଶକୁ ସୁସ୍ଥ ଓ ପରିଷ୍କାର ରଖିବା ଆମର କର୍ତ୍ତବ୍ୟ। ଆମର ପରିବେଶକୁ କ'ଣ କରିବା ନା ସୁସ୍ଥ ଓ ପରିଷ୍କାର ରଖିବାଟା ଆମର ଗୋଟେ କର୍ତ୍ତବ୍ୟ। ଜଳର ଉପଯୁକ୍ତ ବ୍ୟବହାର ଓ ନିଷ୍କାସନ ପାଇଁ ଆମେ ଅଭ୍ୟାସ କରିବା ଦରକାର। ତା ଛଡ଼ା ଆମର ଜଳର କ'ଣ ଦରକାର ନା ଉପଯୁକ୍ତ ତାର ବ୍ୟବହାର ଆଉ ନିଷ୍କାସନ ପାଇଁ ଉଚିତ ଅଭ୍ୟାସ ଆମକୁ ଦରକାର। ପରିବେଶର ପରିବର୍ତ୍ତନ ତୁମ କାର୍ଯ୍ୟକଳାପ ଗୁରୁତ୍ୱପୂର୍ଣ୍ଣ। ପରିବେଶରେ ଯେଉଁ ପରିବର୍ତ୍ତନ ହେଉଛି ସେଇଟା ତୁମର କାର୍ଯ୍ୟକଳାପ ଉପରେ ବେଶୀ ଗୁରୁତ୍ୱପୂର୍ଣ୍ଣ ରହିଥାଏ। ତୁମେ ସମସ୍ତେ ମିଳିମିଶି କାମ କଲେ ନିଜ ପରିବେଶକୁ ପ୍ରଦୂଷଣ ମୁକ୍ତ ରଖିବ। ଯଦି ତୁମେ ସମସ୍ତେ ମିଶିଯିବ ଆଉ କାମ କରିବ ତାହେଲେ ତୁମର ପରିବେଶକୁ ତୁମେ ବି ପ୍ରଦୂଷଣ ମୁକ୍ତ ରଖିପାରିବ। ଚପଲ ପିନ୍ଧି ପାଇଖାନା ଯିବ। ସବୁବେଳେ କ'ଣ କରିବ ନା ଚପଲ ପିନ୍ଧିକି ପାଇଖାନା ଯିବ। ମଳତ୍ୟାଗ କରି ସାବୁନରେ ହାତ ଧୋଇବ। ଯେତେବେଳେ ମଳତ୍ୟାଗ କରିସାରିବ ସାବୁନରେ ହାତ ଧୋଇବ। ପାଇଖାନାରେ ମଳତ୍ୟାଗ ପୂର୍ବରୁ ଓ ପରେ ପାଣି ଢାଳିବ। ପାଇଖାନାରେ କ'ଣ କରିବ ମଳତ୍ୟାଗ ପୂର୍ବରୁ ଆଉ ପରେ ପାଣି ଢାଳିବ। ପାଇଖାନାରେ ବାଲ୍ଟିନ୍ ମଗ୍ ସାବୁନ ପାଣି ରଖିବ। ପାଇଖାନାରେ କ'ଣ ରଖିବ ବାଲ୍ଟିନ୍ ମଗ୍ ସାବୁନ ଆଉ ପାଣି ରଖିବ। ନିୟମିତ ବ୍ୟବଧାନରେ ପାଇଖାନାକୁ ପରିଷ୍କାର କରିବ। ତାପରେ ଆମେ କ'ଣ କରିବା ନା ନିୟମିତ ବ୍ୟବଧାନରେ ଆମେ ପାଇଖାନାକୁ ପରିଷ୍କାର ରଖିବା।
ପରିଷ୍କାର ପରିଚ୍ଛନ୍ନତା ଆଉ ରୋଗ। ଅସ୍ୱାସ୍ଥ୍ୟକର ପରିବେଶ ଦୂଷିତ ଜଳ ସମସ୍ତ ରୋଗର ପ୍ରଧାନ କାରଣ। ରୋଗର ପ୍ରଧାନ କାରଣ କ'ଣ? ଅସ୍ୱାସ୍ଥ୍ୟକର ପରିବେଶ ଆଉ ଦୂଷିତ ଜଳ। ଆମ ଦେଶରେ ଆଜି ମଧ୍ୟ ଅନେକ ଜାଗାରେ ମଳତ୍ୟାଗ ପାଇଁ ସୁବ୍ୟବସ୍ଥା କରାଯାଇ ପାରୁନାହିଁ। ଆମର ଦେଶ ଭାରତରେ ଆଜି ମଧ୍ୟ କ'ଣ ହେଉଛି ନା ଅନେକ ଜାଗାରେ ମଳତ୍ୟାଗ ପାଇଁ ସୁବ୍ୟବସ୍ଥା ଆଜି ପର୍ଯ୍ୟନ୍ତ କରାଯାଇ ପାରୁନାହିଁ। ଅଧିକାଂଶ ଲୋକ ପଡ଼ିଆରେ, ନଳକୂଅରେ, ରେଳ ଧାରଣାରେ, ରାସ୍ତା କଡ଼ରେ ଏପରିକି ସିଧାସଳଖ ପାଣି ଭିତରେ ମଳତ୍ୟାଗ କରନ୍ତି। ଆମର ଭାରତରେ ଏମିତି ବି ଲୋକ ଅଛନ୍ତି ଯେଉଁମାନେ ପଡ଼ିଆରେ, ନଦୀ କୂଳରେ, ରେଳ ଧାରଣାରେ, ରାସ୍ତା କଡ଼ରେ ଏପରିକି ସିଧାସଳଖ ପାଣି ଭିତରେ ମଧ୍ୟ ମଳତ୍ୟାଗ କରନ୍ତି। ଏହାଦ୍ୱାରା ବାୟୁ, ଉଭୟ ମାଟି ତଳ ଓ ମାଟି ଉପରେ ଥିବା ଜଳ ଦୂଷିତ ହୋଇଥାଏ। ଏହାଦ୍ୱାରା କ'ଣ ହେଇଥାଏ ନା ବାୟୁ, ଉଭୟ ମାଟି ତଳ ଆଉ ମାଟି ଭିତରେ ଥିବା ବିଭିନ୍ନ ଜଳ ଦୂଷିତ ହୋଇଥାଏ। ଫଳରେ ଜଳବାହିତ ରୋଗ ଯଥା ହଇଜା, ଆନ୍ଥ୍ରାକ୍ସ, ଟାଇଫଏଡ଼୍, କମଳା, ଜଣ୍ଡିସ୍ ଓ ଚର୍ମ ରୋଗ ଇତ୍ୟାଦି ବ୍ୟାପିଥାଏ। ଫଳରେ କ'ଣ ହୋଇଥାଏ ନା ବିଭିନ୍ନ ଜଳବାହିତ ରୋଗ ଯେମିତିକି ଆମର ହଇଜା, ଆନ୍ଥ୍ରାକ୍ସ, ଟାଇଫଏଡ଼୍, କମଳା, ଜଣ୍ଡିସ୍ ଓ ଚର୍ମ ରୋଗ ଇତ୍ୟାଦି ହୋଇଥାଏ। ଆହୁରି ମଧ୍ୟ ଖାଲି ପାଦରେ ଝାଡ଼ା ଗଲେ ମଳରେ ଥିବା କୃମି ପାଦରେ ଚର୍ମ ଦେଇ ଶରୀର ଭିତରେ ପ୍ରବେଶ କରି ନାନା ପ୍ରକାର ରୋଗ ସୃଷ୍ଟି କରେ। ଆହୁରି ମଧ୍ୟ ଯଦି ଆମେ ଖାଲି ପାଦରେ ଝାଡ଼ା କଲେ କ'ଣ ହେବ ନା ମଳରେ ଥିବା ଆମର କୃମି ପାଦର ଚର୍ମ ଦେଇକି ଶରୀର ଭିତରକୁ ପ୍ରବେଶ କରିକି ନାନା ପ୍ରକାର ରୋଗ ସୃଷ୍ଟି କରିବ। ଖୋଲା ଜାଗା ବା ପଡ଼ିଆରେ ମଳତ୍ୟାଗ କଲେ ତାହା ବର୍ଷା ପାଣିରେ ଧୋଇ ହୋଇ ନଦୀ, ପୋଖରୀ, କେନାଲ ପାଣିରେ ମିଶେ। ଯଦି ଆମେ ଖୋଲା ଜାଗାରେ ବା ପଡ଼ିଆରେ ମଳତ୍ୟାଗ କରିବା ତାହେଲେ ବର୍ଷାର ପାଣି ଯେଉଁଟା ଅଛି ଧୋଇ ହୋଇକି ନଦୀ, ପୋଖରୀ, କେନାଲ ପାଣିରେ ମିଶିବ। ସେଥିରେ ଥିବା ନାନା ପ୍ରକାର ରୋଗ ଜୀବାଣୁ, କୃମିର ଅଣ୍ଡା, ନାନା ବିଷାକ୍ତ ପଦାର୍ଥ ଜଳକୁ ଦୂଷିତ କରିଥାଏ। ସେଥିରେ କ'ଣ ଅଛି? ନାନା ପ୍ରକାର ରୋଗ ବୀଜାଣୁ ଅଛନ୍ତି, ରୋଗ ଜୀବାଣୁ ଅଛନ୍ତି, ତାପରେ କୃମି ଅଛି, କୃମିର ଅଣ୍ଡା ଅଛି ତଥା ନାନା ବିଷାକ୍ତ ପଦାର୍ଥ ଜଳକୁ କ'ଣ କରିଥାଏ? ଦୂଷିତ କରିଥାଏ। ଦୂଷିତ ଜଳକୁ ପିଇଲେ, ସେଥିରେ ଗାଧେଇଲେ ଆମକୁ ହଇଜା, ଅମାଶୟ, ଟାଇଫଏଡ଼୍, କାଛୁକୁଣ୍ଡିଆ ଓ ଯାଦୁ ଇତ୍ୟାଦି ବିଭିନ୍ନ ରୋଗ ଆକ୍ରାନ୍ତ କରିଥାଏ। ଯଦି ଆମେ ସେଇ ଯେଉଁ ଦୂଷିତ ଜଳକୁ ପିଇବା ବା ଗାଧେଇବା ସେଥିରେ ଆମକୁ ହଇଜା, ଆମାଶୟ, ଟାଇଫଏଡ଼୍, କାଛୁକୁଣ୍ଡିଆ, ଯାଦୁ ଭଳି ବିଭିନ୍ନ ପ୍ରକାର ରୋଗ ଦ୍ୱାରା ଆମେ ଆକ୍ରାନ୍ତ ହୋଇଥାଉ। ବ୍ୟବହୃତ ଜଳର ନିଷ୍କାସନ ଓ ପୁନର୍ବ୍ୟବହାର। ବ୍ୟବହୃତ ଜଳ ଗୋଟିଏ ଜାଗାରେ ଜମିବାକୁ ନ ଦେଇ ସୋକ୍ପିଟ୍ ମାଧ୍ୟମରେ ଦୂରକୁ ଛାଡ଼ିଦେବା ବା ଗଛ ମୂଳରେ ଦେବା ଉଚିତ। ଆମେ କ'ଣ କରିବା ନା ଯେଉଁ ଆମ ବ୍ୟବହୃତ ଜଳ ଅଛି ତାକୁ ଗୋଟେ ଜାଗାରେ ଜମିବାକୁ ଦେବାନି, ଜମିବାକୁ ନ ଦେଇକି ତାକୁ ସୋକ୍ପିଟ୍ ମାଧ୍ୟମରେ ଦୂରକୁ ଛାଡ଼ିଦେବା ବା ଗଛ ମୂଳରେ ଦେବା। କୂଅ, ନଳକୂପ ପାଖରେ ମାଟି ପକାଇ ସିମେଣ୍ଟ ଚଟାଣ କରି ଉଚ୍ଚା କରିଦେବା। ତାପରେ କ'ଣ କରିବା ନା ଆମର ଯେଉଁ କୂଅ, ନଳକୂଅ ପାଖରେ ଯେଉଁ ମାଟି ଅଛି ତାକୁ ପକାଇକି ବା ସିମେଣ୍ଟ ଚଟାଣ କରିକି ତାକୁ ଉଚ୍ଚା କରିଦେବା। ରୋଷେଇ ଘରୁ, ଗାଧୁଆ ଘରୁ ଆସୁଥିବା ଜଳକୁ ଅନ୍ୟ ଜାଗା ଆଡ଼କୁ ନ ଛାଡ଼ି ସେପ୍ଟିକ୍ରେ ନିର୍ଦ୍ଦିଷ୍ଟ ଜାଗାକୁ ଛାଡ଼ିବା। ତା ଛଡ଼ା ଆମର ଯେଉଁ ରୋଷେଇ ଘର, ଗାଧୁଆ ଘରୁ ଯେଉଁ ଜଳ ବାହାରୁଛି ତାକୁ ଏଣେ ତେଣେ ନ ଛାଡ଼ିକି ସୋକ୍ପିଟ୍ ମାଧ୍ୟମରେ ଗୋଟେ ନିର୍ଦ୍ଦିଷ୍ଟ ଜାଗାରେ ଛାଡ଼ିବା। ସହରାଞ୍ଚଳରେ ବ୍ୟବହାର ଜଳକୁ ଏଣେ ତେଣେ ନ ଛାଡ଼ି ମୁଖ୍ୟ ନାଳକୁ ଛାଡ଼ିବା। ତା ଛଡ଼ା ଯେଉଁ ସହରାଞ୍ଚଳରେ ଯେଉଁ ଜଳକୁ ଆମେ ବ୍ୟବହାର କରୁଛେ ଏଣେ ତେଣେ ନ ଛାଡ଼ିକି ମୁଖ୍ୟ ନାଳକୁ ଛାଡ଼ିବା। ଘରରେ ବ୍ୟବହୃତ ଜଳକୁ ନାଲି ବାଟେ, ବାଡ଼ି ବଗିଚା ବା ଫଳମୂଳ ବା ଗଛ ମୂଳକୁ ଛାଡ଼ିଦିଅ। ଆମେ କ'ଣ କରିବା ନା ଯେଉଁ ଘରେ ଯେଉଁ ବ୍ୟବହୃତ ଜଳକୁ ଆମେ କ'ଣ କରିବା ନା ନାଲି କାଟିକି ବାଡ଼ି ବଗିଚାରେ ବା ଫୁଲ ଗଛରେ ଆମେ କ'ଣ କରିବା ନା ସବୁବେଳେ ଆମେ ଛାଡ଼ିଦେବା। ଏହା କରିବା ଦ୍ୱାରା ତୁମେ ଘରୁ ନିଷ୍କାସନ ଦୂଷିତ ଜଳ ସଦୁପଯୋଗ କରିପାରିବ। ଏପରି କରିବା ଦ୍ୱାରା କ'ଣ ହୁଏ ନା ତୁମେ ଘରର ଯେଉଁ ନିଷ୍କାସିତ ଦୂଷିତ ଜଳ ଅଛି ତା'ର ସଦୁପଯୋଗ କରିପାରିବ। ଅପଚାୟିତ ଜଳର ଉପକାର। ବର୍ଜ୍ୟବସ୍ତୁ ପୁନରୁଦ୍ଧାର ପରେ ଏଥିରେ ଯଦି କୌଣସି ଅନିର୍ଦ୍ଦିଷ୍ଟକାରୀ ପଦାର୍ଥ ଥିବାର ଜଣାପଡ଼େ ତେବେ କେତେକ ଉପଚାର ଦ୍ୱାରା ସେଗୁଡ଼ିକ ନଷ୍ଟ କରାଯାଇପାରିବ। ଏସବୁ ଯେଉଁ ବର୍ଜ୍ୟବସ୍ତୁ ଅଛି ତାର ପୁନରୁଦ୍ଧାର ପରେ ସେଥିରେ ଯେକୌଣସି ଅନିର୍ଦ୍ଦିଷ୍ଟ ପଦାର୍ଥ ଯଦି ଜଣାପଡ଼େ ତେବେ କେତେକ ଉପଚାର ଦ୍ୱାରା ସେଗୁଡ଼ିକ ଆମେ ନଷ୍ଟ କରାଯାଇପାରିବ। ଏହି ଉପଚାର କୌଶଳ ଗୁଡ଼ିକ କେତେ ଗୁଡ଼ାଏ ଭାଗରେ ବିଭକ୍ତ କରାଯାଇଛି। ଏହି ଯେଉଁ ଉପଚାର ଅଛି ତାକୁ କ'ଣ ହୋଇଛି ନା କୌଶଳ ଗୁଡ଼ିକ କେତେ ଭାଗରେ ଆମର ବିଭକ୍ତ କରାଯାଇଛି। ଯେମିତି ଭୌତିକ ଉପଚାର, ରାସାୟନିକ ଉପଚାର, ଜୈବିକ ଉପଚାର, ଭସ୍ମୀକରଣ ଇତ୍ୟାଦି। ଏହି ଯେଉଁ ଆମର ଉପଚାର କୌଶଳ ଅଛି ସେଇଟା ଭୌତିକ ଉପଚାର, ରାସାୟନିକ ଉପଚାର, ଜୈବିକ ଉପଚାର, ଘନୀକରଣ ଓ ଭସ୍ମୀକରଣ ଇତ୍ୟାଦି ପ୍ରଦାନ। ଦିଲ୍ଲୀ ସହର ଆବର୍ଜନା ଓ ଉପଚାର କଳକାରଖାନାରୁ ଉତ୍ପନ୍ନ କରି ରୋଷେଇ କାମରେ ବ୍ୟବହାର କରାଯାଉଛି। ଦିଲ୍ଲୀ ସହରରେ କ'ଣ ହେଉଛି ନା ଏଇ ଯେଉଁ ଆବର୍ଜନାର ଯେଉଁ ଉପଚାର ସଦୃଶ କଳକାରଖାନାରୁ ବା ଜୈବିକ ଗ୍ୟାସ୍ରୁ ଉତ୍ପନ୍ନ କରିକି ଆମର ରୋଷେଇ କାମରେ କ'ଣ ହେଉଛି ନା ବ୍ୟବହାର କରାଯାଉଛି। କାହାକୁ? ଆବର୍ଜନାକୁ। ଗାଈ ଗୋରୁଙ୍କ ଗୋବର, ମଣିଷର ମଳମୂତ୍ର, ନାଳ ନର୍ଦ୍ଦମା ଜଳ, ଅଦରକାରୀ ଜଳଜ ଉଦ୍ଭିଦ ଯଥା ଦଳ, ବୋରଝଞ୍ଜି ଇତ୍ୟାଦିରୁ ଜୈବିକ ଗ୍ୟାସ୍ ଉତ୍ପନ୍ନ କରାଯାଏ। ତା ଛଡ଼ା କ'ଣ ହୁଏ ନା ଗାଈ ଗୋରୁଙ୍କ ଗୋବର, ମନୁଷ୍ୟର ମଳମୂତ୍ର, ନାଳ ନର୍ଦ୍ଦମା ଜଳ, ଅଦରକାରୀ ଜଳଜ ଉଦ୍ଭିଦ ଯେମିତି ଆମର ଦଳ, ବୋରଝଞ୍ଜି ଇତ୍ୟାଦିରୁ ଜୈବିକ ଗ୍ୟାସ୍ଟା କ'ଣ ହୋଇଥାଏ ନା ଉତ୍ପନ୍ନ ହୋଇଥାଏ। ଅପଚାୟିତ ଜଳର ପୁନଃଚକ୍ରଣ ଏବଂ ପୁନଃ ବିନିଯୋଗୀକରଣ।
କଳକାରଖାନାରୁ ନିର୍ଗତ ଜଳ ବା ଯାବତୀୟ ଦୈନିକ କାର୍ଯ୍ୟରେ ବ୍ୟବହୃତ ହେଉଥିବା ଜଳକୁ ବର୍ଜ୍ୟବସ୍ତୁ ହିସାବରେ ନାଳ ନର୍ଦ୍ଦମା ମାଧ୍ୟମରେ ସିଧାସଳଖ ନଦୀ ବା ସମୁଦ୍ରରେ ଛାଡ଼ି ଦିଆଯାଏ। ଆମର କ'ଣ ହୁଏ ନା କେମସିବି କଳକାରଖାନାରୁ ଯେଉଁ ନିର୍ଗତ ଜଳ ହେଉଛି ବା ଆମର ଯାବତୀୟ ଦୈନିକ କାର୍ଯ୍ୟରେ ବ୍ୟବହୃତ ଯେଉଁ ଜଳ ହେଉଛି ବର୍ଜ୍ୟବସ୍ତୁ ହିସାବରେ କ'ଣ ହୁଏ ନା ନାଳ ନର୍ଦ୍ଦମା ମାଧ୍ୟମରେ ସିଧାସଳଖ ନଦୀ ବା ସମୁଦ୍ରକୁ ଛାଡ଼ି ଦିଆଯାଇଥାଏ। ଏହାଫଳରେ ଅଶୋଧିତ ଜଳ ଓ ଏଥିରେ ଥିବା ମାରାତ୍ମକ ପଦାର୍ଥ ନଦୀ ଓ ସମୁଦ୍ରରେ ମିଶି ଜଳର ଜୀବମାନଙ୍କୁ କ୍ଷତି ଘଟାଏ। ଏହାଫଳରେ କ'ଣ ହୁଏ ନା ଯେଉଁ ସବୁ ଆମର ଅଶୋଧିତ ଜଳ ଅଛି ଏଥିରେ ଯେଉଁ ମାରାତ୍ମକ ପଦାର୍ଥ ଅଛି ତାହା ନଦୀ ଆଉ ସମୁଦ୍ର ଜଳରେ ମିଶିକି ସମୁଦ୍ରରେ ଯେଉଁ ରହୁଥିବା ଜୀବମାନଙ୍କର କ୍ଷତି ଘଟାଇଥାଏ। ଆଜିକାଲି ଏହି ଅପଚୟିତ ଜଳକୁ ବିଭିନ୍ନ ପ୍ରକ୍ରିୟାରେ ପୁନଃ ବ୍ୟବହାର ଯୋଗ୍ୟ କରାଯାଇପାରୁଛି। ଆଜିକାଲି କ'ଣ କରାଯାଉଛି ନା ଏଇ ଯେଉଁ ଆମର ଅପଚୟିତ ଜଳକୁ ବିଭିନ୍ନ ପ୍ରକ୍ରିୟା ମାଧ୍ୟମରେ ପୁନଃ ବ୍ୟବହାର ଯୋଗ୍ୟ ମଧ୍ୟ କରାଯାଇପାରୁଛି। ଯେପରିକି ଭୁବନେଶ୍ୱର ବିଡ଼ିଏ ନିକୋ ପାର୍କ ବିଭିନ୍ନ ନଳାରୁ ଆସୁଥିବା ଆବର୍ଜନାପୂର୍ଣ୍ଣ ନର୍ଦ୍ଦମା ଜଳକୁ ପରିଷ୍କାର କରି କୃତ୍ରିମ ହ୍ରଦ କରାଯାଇଛି। ଯେମିତିକି ଆମର ଭୁବନେଶ୍ୱରରେ ଆମର ବିଡ଼ିଏ ନିକୋ ପାର୍କ ଯେଉଁ ଅଛି ବିଭିନ୍ନ ନାଳରୁ ଯେଉଁ ଆବର୍ଜନାପୂର୍ଣ୍ଣ ନର୍ଦ୍ଦମାରେ ଯେଉଁ ଜଳକୁ ପରିଷ୍କାର କରିକି କୃତ୍ରିମ ହ୍ରଦଟେ ସୃଷ୍ଟି କରାଯାଇଛି। ଏହି ହ୍ରଦରେ ନୌକା ବିହାର ଓ ଅନ୍ୟାନ୍ୟ ଜଳକ୍ରିୟା କରାଯାଇପାରୁଛି। ଏହି ଯେଉଁ ବିଡ଼ିଏର ଯେଉଁ ପାର୍କ ଅଛି ଯେଉଁ ହ୍ରଦରେ ଆମର ବିଭିନ୍ନ ପ୍ରକାର ନୌକା ବିହାର ଆଉ ଅନ୍ୟାନ୍ୟ ଜଳକ୍ରିୟା ମଧ୍ୟ କରାଯାଇପାରୁଛି। ସହରରେ ଦୂଷିତ ଜଳର ଉପଚାର ଜୈବିକ ଭୌତିକ ରାସାୟନିକ ପ୍ରକ୍ରିୟା ଦୂଷିତ ଜଳ ବିଭିନ୍ନ ଉପଚାର କରାଯାଏ। ସେଥିରେ ଅଦରକାରୀ ଭୌତିକ ଓ ରାସାୟନିକ ଜୈବିକ ପଦାର୍ଥ ପରିବର୍ତ୍ତନ କରାଯାଏ। ଯେତେବେଳେ ବି ଆମେ ଦେଖିବା ଜୈବିକ ଭୌତିକ ରାସାୟନିକ ପ୍ରକ୍ରିୟାରେ କ'ଣ ହୋଇଥାଏ ନା ଦୂଷିତ ଜଳକୁ ବିଭିନ୍ନ ପ୍ରକାର ଉପଚାର କରାଯାଏ। ସେଥିରୁ ଅଦରକାରୀ ଭୌତିକ ରାସାୟନିକ ଓ ଜୈବିକ ପଦାର୍ଥରେ ପରିବର୍ତ୍ତନ କରାଯାଇଥାଏ। ନିମ୍ନରେ ଏକ ପ୍ଲାଣ୍ଟର ସଂକ୍ଷିପ୍ତ ବିବରଣୀ ଦିଆଯାଇଛି। ନିମ୍ନରେ କ'ଣ ହେଇଛି ନା ଗୋଟେ ପ୍ଲାଣ୍ଟର କ'ଣ ହେଇଛି ଗୋଟେ କାରଖାନାର ସଂକ୍ଷିପ୍ତ ବିବରଣୀ ଦିଆଯାଇଛି। ଚିତ୍ର 17.3 ଦେଖ ପ୍ରଥମେ ଦୂଷିତ ଜଳ ବୋର ସ୍କିନ୍ ଦେଇ ପ୍ରଭାବିତ ହେବା ସମୟରେ ସେଥିରେ ଥିବା କାଠି କୁଟା ପ୍ଲାଷ୍ଟିକ ଜରି ତୁଳା ଚିରାକନା ଇତ୍ୟାଦି ଛାଣି ହୋଇଯାଏ। ଚିତ୍ର ନମ୍ବର 17.3 ତୁମେ ଦେଖିପାରୁଛ। ସେଥିରେ ତୁମର ପ୍ରଥମେ କ'ଣ ହେଇଥାଏ ନା ଦୂଷିତ ଜଳ ବାର ସ୍କ୍ରିନ୍ ଦେଇକି କ'ଣ ହେଇଥାଏ ନା ପ୍ରଭାବିତ ହେବା ଫଳରେ ସେଥିରେ କାଠି କୁଟା ପ୍ଲାଷ୍ଟିକ ଜରି ତୁଳା ଚିରାକନା ଇତ୍ୟାଦି ଛାଣି ହୋଇଯାଇଥାଏ। ତାପରେ ଜଳ ଆଉ ଏକ ଟ୍ୟାଙ୍କକୁ ଯାଏ ଯେଉଁଠାରେ ଜଳରେ ଥିବା ବାଲି ଗୋଡ଼ି ସବୁ ବସିଯାଏ। ତାପରେ କ'ଣ ହେଇଥାଏ ନା ଜଳ ଆଉ ଗୋଟେ ଟ୍ୟାଙ୍କକୁ ଯାଏ ସେଥିରେ ଜଳରେ ଯେଉଁ ବାଲି ଗୋଡ଼ି ସବୁ ଅଛି ସେଗୁଡ଼ିକ ବସିଯାଇଥାଏ। ତାପରେ ଜଳ ଏକ ଟ୍ୟାଙ୍କକୁ ଯାଏ ଯେଉଁଥିରେ କି ଜଳ ବଡ଼ ଟ୍ୟାଙ୍କରେ ରୁହେ ସେଠାରେ ବାଲି ଗୋଡ଼ି ତଳକୁ ରହିଯାଏ ଓ ଗୋଟିଏ କୋରଡ଼ା ଦ୍ୱାରା ବାହାର କରାଯାଏ। ତାପରେ କ'ଣ ହୋଇଥାଏ ନା ଯେମିତି ଆମର ଜଳଟା ସଫା ହେଇଗଲା ବାଲି ଗୋଡ଼ି ସଫା ହେବା ପାଇଁ ଗୋଟେ ବଡ଼ ଟ୍ୟାଙ୍କରେ ରଖାଯାଏ। ସେଠାରେ ବାଲି ଗୁଡ଼ିକୁ ତଳେ ରହିଯାଏ ଗୋଟିଏ ତାକୁ କୋରଡ଼ ଦ୍ୱାରା ବାହାର କରିଦିଆଯାଇଥାଏ। ଏହାପରେ ଯେଉଁ ଚିକଣିଆ ଅଠାଳୁଆ ପାଙ୍ଗୁଆ ପଦାର୍ଥ ପଙ୍କ କୁହାଯାଏ। ତାପରେ ଯେଉଁ ତଳେ ଯେଉଁ ବସିଥାଏ ସେଟା ଚିକଣିଆ ଅଠାଳିଆ ପାଙ୍କୁଆ ପଦାର୍ଥକୁ ପଙ୍କ କହିକି କୁହାଯାଏ। ଜଳରେ ଭାସୁଥିବା କଠିନ ପଦାର୍ଥ ଗାଡ଼ିରୁ ବାହାରୁଥିବା ତୈଳ ଇତ୍ୟାଦି ଅଲଗା ଅଲଗା କରି ବ୍ୟବହାର କରିଦିଏ। ତାପରେ ଆମର କ'ଣ ଜଳରେ ଯେଉଁ ଭାସୁଛି କଠିନ ପଦାର୍ଥ ଗାଡ଼ିରୁ ଯେଉଁ ବାହାରୁଛି ତେଲ ଇତ୍ୟାଦିକୁ ଅଲଗା କରି ବ୍ୟବହାର କରାଯାଇଥାଏ। ଏହାପରେ ଜଳ ପରିଷ୍କାର ଦେଖାଯାଏ। ଏହାପରେ କ'ଣ ହୁଏ ସେଇ ଜଳଟା ପରିଷ୍କାର ଦେଖାଯାଏ। ତେଲ ମିଶା କାଦୁଅ ଓ ଅନ୍ୟ ଗୋଟିଏ ଟାଙ୍କିକୁ ନିଆଯାଏ। ସେଠାରେ ଥିବା ବୀଜାଣୁ ଦ୍ୱାରା ଏହାକୁ ଅପଘଟିତ କରାଯାଏ। ଯେଉଁ ଆମର ତେଲ ମିଶା କାଦୁଅ ଅଛି ତାକୁ ଆଉ ଗୋଟେ ଟାଙ୍କିକୁ ନିଆଯାଏ ଓ ସେଥିରେ ଥିବା ବୀଜାଣୁମାନଙ୍କର ଦ୍ୱାରା ସେଇଟା ଅପଘଟିତ କରାଯାଏ ବା ତାକୁ କମ୍ କରାଯାଏ। ଅପଘଟନ ଫଳରେ ବାହାରୁଥିବା ଗ୍ୟାସକୁ ଜାଳେଣୀ ଓ ବିଦ୍ୟୁତ୍ ଉତ୍ପାଦନରେ ବ୍ୟବହାର କରାଯାଏ। ଏହି ଯେଉଁ ଅପଘଟନ କରାଗଲା ସେଥିରୁ ଯେଉଁ ଗ୍ୟାସ୍ ବାହାରେ ତାକୁ ଜାଳେଣୀ ବା ବିଦ୍ୟୁତ୍ ଉତ୍ପାଦନରେ ବ୍ୟବହାର କରାଯାଏ। ଏଠାରେ ବାୟୁ ପ୍ରବେଶ କରାଯାଇ ବୀଜାଣୁ ଗୁଡ଼ିକ ବଢ଼ିବାରେ ସାହାଯ୍ୟ କରାଯାଏ। ଏଠାରେ କ'ଣ ହୁଏ ନା ବାୟୁକୁ ପ୍ରବେଶ କରାଇ ସେଥିରୁ ବୀଜାଣୁ ଗୁଡ଼ିକ କ'ଣ ନା ବଢ଼ିବାରେ ସାହାଯ୍ୟ କରାଇଥାଏ। ବୀଜାଣୁ ଗୁଡ଼ିକ ପରିଷ୍କାର ଜଳରେ ରହିଥିବା ମଳ ପଚା ଫଳ ସାବୁନ ଓ ଅନ୍ୟାନ୍ୟ ଅଦରକାରୀ ଜୈବିକ ପଦାର୍ଥକୁ ଅପଘଟନ କରିଥାନ୍ତି। ଏହି ଯେଉଁ ବୀଜାଣୁମାନେ ଅଛନ୍ତି ସେମାନେ ପରିଷ୍କାର ଜଳରେ ରହି ସେଥିରୁ ମଳ ପଚା ଫଳ ସାବୁନ ଅନ୍ୟାନ୍ୟ ଯେଉଁ ଅଦରକାରୀ ଜୈବିକ ପଦାର୍ଥ ଅଛି ତାକୁ କ'ଣ କରିଥାନ୍ତି ଅପଘଟନ କରିଦିଅନ୍ତି। କିଛି ସମୟ ପରେ ଏପରି କରିବା ଫଳରେ ଜଳରେ ଭାସୁଥିବା ଏହି ଜିନିଷ ଗୁଡ଼ିକ ତଳେ ବସିଯାଆନ୍ତି ଓ ଉପରକୁ ଜଳ ବାହାରି ଆସେ। କିଛି ସମୟ ପରେ କ'ଣ ହୁଏ ନା ଏପରି କରିବା ଫଳରେ ଜଳରେ ଯେଉଁ ଭାସୁଥିବା ଏହିସବୁ ଜିନିଷ ଗୁଡ଼ିକ ତଳେ ବସିଯାଏ ଓ ଉପରକୁ ଜଳ ବାହାର କରିଦିଏ। ତଳେ ବସିଥିବା ମାଟି କାଦୁଅକୁ ସାର ରୂପରେ ବ୍ୟବହାର କରାଯାଏ। ସେ ଯେଉଁ ତଳେ ବସିଥାଏ ମାଟି କାଦୁଅକୁ କ'ଣ ହୁଏ ନା ସାର ରୂପରେ ସେଟାକୁ ଆମେ ବ୍ୟବହାର କରିଥାଉ। ପରିଷ୍କାର ଜଳକୁ ଜୀବାଣୁମୁକ୍ତ କରିବା ପାଇଁ ସେଥିରେ କ୍ଲୋରୋକ୍ୱିନ୍ ବା ଓଜୋନ୍ ବ୍ୟବହାର ଦ୍ୱାରା ଯୋଗ୍ୟ କରାଯାଏ। ତଳେ ଯେଉଁ ବସିଯାଇଛି ଆମର ମାଟି କାଦୁଅକୁ ସାର ରୂପରେ ବ୍ୟବହାର କରାଯାଏ ଆଉ ପରିଷ୍କାର ଯେଉଁ ଜଳକୁ ଜୀବାଣୁମୁକ୍ତ କରିବା ପାଇଁ ସେଥିରେ କ୍ଲୋରିନ୍ ଓ ଓଜୋନ୍ ଦ୍ୱାରା ତାକୁ ବ୍ୟବହାର ଯୋଗ୍ୟ କରାଯାଏ। ତ ପିଲାମାନେ ଆଜିର ଯେଉଁ ବିଷୟରେ ଆମେ କ'ଣ ଶିଖିଲେ
ଘରୁ କଳକାରଖାନାରୁ ଚାଷ ଜମିରୁ ନିର୍ଗତ ମନୁଷ୍ୟର ବିଭିନ୍ନ ପ୍ରକାର ବ୍ୟବହାରରୁ ନିର୍ଗତ ବା ନିଷ୍କାସିତ ଜଳକୁ ଆମେ ଅପଚୟ କହିଥାଉ। ଆମେ ଅପଚୟ କାହାକୁ କୁହାଯାଉ? ଆମର ଘରୁ କଳକାରଖାନାରୁ ଚାଷ ଜମିରୁ ଯେଉଁ ନିର୍ଗତ ବା ମନୁଷ୍ୟର ବିଭିନ୍ନ ବ୍ୟବହାରରୁ ଯେଉଁ ନିର୍ଗତ ବା ନିଷ୍କାସିତ ଜଳକୁ ଆମେ ଅପଚୟ କହିଥାଉ। ଅପଚୟିତ ଏକ ପ୍ରକାର ତରଳ ଦୂଷିତ ପଦାର୍ଥ ଯାହା ମାଟି ଜଳ ଏବଂ ଜଳକୁ ପ୍ରଦୂଷିତ କରିଥାଏ। ଏଇ ଯେଉଁ ଅପଚୟିତ ଜଳ ଅଛି ଏଇଟା ଗୋଟେ କ'ଣ ତରଳ ଦୂଷିତ ପଦାର୍ଥ ଯେଉଁଟାକି ଆମର ମାଟି ଜଳ ଏବଂ ଜମିକୁ ପ୍ରଦୂଷିତ କରିଥାଏ। ଦୂଷିତ ଜଳକୁ ବିଭିନ୍ନ ପ୍ରକାର ପ୍ରକ୍ରିୟାରେ ଉପଚାର କରାଯାଏ। ଏଇ ଯେଉଁ ଆମର ଦୂଷିତ ଜଳ ଅଛି ସେଇଟା ବିଭିନ୍ନ ପ୍ରକାର ପ୍ରକ୍ରିୟାରେ କ'ଣ ହୋଇଥାଏ ନା ଉପଚାର କରାଯାଇଥାଏ। ଦୂଷିତ ଜଳରେ ଥିବା ବିଭିନ୍ନ ଦୂଷିତକାରୀ ଉପାଦାନ ଗୁଡ଼ିକ ନିଷ୍କାସନ କରି ତାହାକୁ ବ୍ୟବହାର ଯୋଗ୍ୟ କରାଯାଏ। ଏଇ ଯେଉଁ ଆମର ଦୂଷିତ ଜଳ ଅଛି ସେଥିରେ ବିଭିନ୍ନ ପ୍ରକାର ଦୂଷିତକାରୀ ଉପାଦାନ ଗୁଡ଼ିକ ନିଷ୍କାସନ କରିକି ତାହାକୁ ଆମେ କ'ଣ କରିଥାଉ ନା ବ୍ୟବହାର ଯୋଗ୍ୟ କରିଥାଉ। ଯେଉଁଠାରେ ଦୂଷିତ ଜଳ ନିଷ୍କାସନ ସୁବିଧା ନାହିଁ ସେଠାରେ କମ୍ ଖର୍ଚ୍ଚରେ ସୁଲଭ ପରିମଳ ବ୍ୟବସ୍ଥା କରାଯାଇଥାଏ। ଯେଉଁଠାରେ କ'ଣ ହୋଇଥାଏ ନା ଭୂତଳ ଜଳ ନିଷ୍କାସନ ପାଇଁ ବିଶେଷ ସୁବିଧା ନାହିଁ ସେଠାରେ କମ୍ ଖର୍ଚ୍ଚରେ ଆମର ସୁଲଭ ପରିମଳ ବ୍ୟବସ୍ଥାଟା କରାଯାଇଥାଏ। ଦୂଷିତ ଜଳ ଉପଚାର ଫଳରେ ପଟୁମାଟି ଓ ଜୈବିକ ଗ୍ୟାସ୍ ଉତ୍ପନ୍ନ କରାଯାଏ। ଏହି ଯେଉଁ ଜୈବିକ ଜଳ ଅଛି ତା'ର ଉପଚାର ଫଳରେ ସେଥିରେ ପଟୁମାଟି ଆଉ ଜୈବିକ ଗ୍ୟାସ୍ ଉତ୍ପନ୍ନ ହୋଇଥାଏ। ଖୋଲା ନାଳରେ ମାଛି ମଶା ଓ ଅନ୍ୟାନ୍ୟ ଅଣୁଜୀବ ସୃଷ୍ଟି ହୁଏ। ଖୋଲା ନାଳରେ କ'ଣ ହୋଇଥାଏ ନା ବିଭିନ୍ନ ପ୍ରକାର ମାଛି ମଶା ବିଭିନ୍ନ ପ୍ରକାର ଅଣୁଜୀବ ସୃଷ୍ଟି ହୋଇଥାଏ। ସେଗୁଡ଼ିକ ବିଭିନ୍ନ ରୋଗର କାରକ। ସେ ଯେଉଁ ମଶା ମାଛି ଓ ବିଭିନ୍ନ ଅଣୁଜୀବ ହେଉଛନ୍ତି ସେଗୁଡ଼ିକ ରୋଗର ଗୋଟେ ଗୋଟେ କାରକ। ଖୋଲା ପଡ଼ିଆରେ ଝାଡ଼ା ନଯାଇ ପକ୍କା ପାଇଖାନା ବା ବରପାଲି ପାଇଖାନା ବ୍ୟବହାର କରିବା କଥା। ଆମେ କ'ଣ କରୁଛେ ନା ଖୋଲା ଜାଗାରେ ଆମେ ଝାଡ଼ା ନ ଯାଇକି ପକ୍କା ପାଇଖାନା ବା ଆମର ବରପାଲି ପାଇଖାନା ଯେଉଁ ଅଛି ତାକୁ ଆମେ ବ୍ୟବହାର କରିବା କଥା। ପ୍ରତ୍ୟେକ ଆବର୍ଜନାର ପୁନଃଚକ୍ରଣ କରି ବ୍ୟବହାର ଯୋଗ୍ୟ କରିପାରିବା। ଆମେ ଯେଉଁ ପ୍ରତ୍ୟେକ ଯେଉଁ ଆବର୍ଜନା ଅଛି ତାକୁ ପୁନଃଚକ୍ର ମାଧ୍ୟମରେ ପୁଣି ଥରେ ବ୍ୟବହାର ଯୋଗ୍ୟ କରିପାରିବା। ପିଲାମାନେ ଆଜିକା ଭିଡ଼ିଓରେ ଏତିକି। ଅନ୍ୟ ଭିଡ଼ିଓରେ ଆମେ ଅନ୍ୟ ସବୁ ଅଧ୍ୟାୟ ବିଷୟରେ ଆଲୋଚନା କରିବା।